ସହଜ ବହୁତ ପ୍ରାପ୍ତି। ଗତକାଲି ଆମେ ଆଲୋଚନା କରିଥିଲେ ବୁଝିବା ମାତ୍ରେ ତାଙ୍କୁ ଆମେ ପାଇବୁ। ଯିଏ ବୁଝିବା ଉପରେ ଧ୍ୟାନ ଦେଉଛି ସେ ତାଙ୍କୁ ପାଇଯାଉଛି। ଶେଷରେ ଯିଏ ଭଲ ଭାବରେ ତାଙ୍କୁ ବୁଝିବାର ପରିଣାମ ସ୍ୱରୂପ ନିଜର ଅସ୍ତିତ୍ୱକୁ ସେ ଅବ୍ୟକ୍ତ ସତ୍ତାରେ ବିଲୀନ କରେ। ଆଉ ସେତେବେଳେ ସେ ଅନୁଭବ କରିବ ନିଜର ବାସ୍ତବିକ ସ୍ୱରୂପ। ତେଣୁ ବୁଝିବା ହିଁ ପ୍ରକୃତରେ ସାଧନା। ବୁଝିବା ହିଁ ପ୍ରକୃତରେ ସାଧନା। ଯିଏ ବୁଝିବାକୁ ଇଚ୍ଛା କରୁଛି ସେ ପ୍ରକୃତରେ ବହୁତ ପ୍ରାପ୍ତିର ପଥରେ ଆଗକୁ ବଢ଼ୁଛି। ଆଉ ଶେଷରେ ସେ ହିଁ ତାଙ୍କୁ ପ୍ରାପ୍ତ କରେ। ଆମକୁ କଷ୍ଟ ଏଥିପାଇଁ ଅନୁଭୂତି ହେଉଛି ଯେ ଆମେ ବୁଝିବା ପରିବର୍ତ୍ତେ ତାଙ୍କୁ ପାଇବାକୁ ଚାହୁଁ। ଇଏ ହେଉଛି ଭଗବାନଙ୍କୁ ନ ପାଇବାର ମୁଖ୍ୟ କାରଣ। ଯିଏ ସବୁଠି ଅଛନ୍ତି, ସବୁଠି ଭରପୁର ହେଇକି ଅଛନ୍ତି, ଯାହାର ଆତ୍ମପ୍ରକାଶ ଇଏ ସୃଷ୍ଟି, ତାଙ୍କୁ ଯଦି ଜଣେ ପାଇପାରେ, ଦର୍ଶନ କରିପାରେ, ତାହେଲେ ତା ଅର୍ଥ ଲଜ୍ଜା ଦୁଃଖ ବିଷୟ କିଛି। ତା ଅର୍ଥ ନିଶ୍ଚିତ ଭାବରେ ସିଏ ଅନ୍ଧ ହେଇଥିବେ। ଯେମିତି 12 ଘଣ୍ଟା ଖରାରେ ଜଣେ ଅନ୍ଧକୁ ଆଲୋକ ଦେଖାଯିବ, ସେମିତି ଯାହାର ଅନ୍ତର୍ଚକ୍ଷୁ ବନ୍ଦ ହେଇକି ଅଛି, ଜ୍ଞାନ ଚକ୍ଷୁ ଯାହାର ଖୋଲିଲେ, ତାକୁ ଭଗବାନ ଦର୍ଶନ ଦେବା ଅସମ୍ଭବ। ଭଗବାନଙ୍କୁ ସେ ଦେଖିଲେ ମଧ୍ୟ ନ ଦେଖିଲା ସଙ୍ଗେ ସମାନ। ତେଣୁ ସମସ୍ତେ ଭଗବାନଙ୍କୁ ଦେଖୁଛନ୍ତି। ଭଗବାନଙ୍କ ସହିତ ହିଁ ସମସ୍ତଙ୍କର ସମ୍ପର୍କ ସମ୍ପୂର୍ଣ୍ଣ ରୂପେ ରହିଛି। କିନ୍ତୁ ଜ୍ଞାନ ଅଭାବ ଆମେ ଯେ ତାଙ୍କ ଦ୍ୱାରା ପ୍ରକାଶ ପାଉଛେ, ତାଙ୍କର ପ୍ରକାଶ ହିଁ ଆମେ, ଏ କଥା ଆମେ ବୁଝିପାରୁନେ, ଅନୁଭବ କରିପାରୁନେ। ପରିଣାମ ସ୍ୱରୂପ ଆମେ କେବଳ ଏ ଅହଙ୍କାର ଜାଲରେ ଫସିକି ଉପଭୋଗ କରୁଛୁ। ତେଣୁ ଗୁରୁମାନେ ଆସନ୍ତି, ମହାପୁରୁଷମାନେ ଆସନ୍ତି ବୁଝେଇବା ପାଇଁ। ଯିଏ ବୁଝିବା ପାଇଁ ପ୍ରସ୍ତୁତ ତାର ସମ୍ପର୍କ ହିଁ ଗୁରୁଙ୍କ ସହିତ ହେବ। ଆଉ କାହାର ସମ୍ପର୍କ ହେବାର ସମ୍ଭାବନା ନାହିଁ। ଗୁରୁଙ୍କ ସହିତ ତାର ହିଁ ସମ୍ପର୍କ ହେବ ଯେ ବୁଝିବା ପାଇଁ ବ୍ୟାକୁଳ ହେଇକି ଅଛି। ଆଉ ଅନ୍ୟ କୌଣସି ଭାବରେ ଗୁରୁଙ୍କ ସହିତ ସମ୍ପର୍କ ସମ୍ଭବ ନୁହେଁ। ଯିଏ ବୁଝେଇବାକୁ ଆସିଛନ୍ତି, ବୁଝିବାକୁ ଇଚ୍ଛା କଲେ ହିଁ ତାଙ୍କର ସମ୍ପର୍କ ହେବ ତାଙ୍କ ସହିତ। ତେଣୁ ବୁଝିବା ପାଇଁ ଇଚ୍ଛା ରଖିଥିବା ବ୍ୟକ୍ତି ତାର ଗୁରୁଙ୍କ ସହିତ ଅତି ଚଞ୍ଚଳ ସମ୍ପର୍କ ହିଁ। ଏମିତି ସମ୍ପର୍କ ହେବ ଯେ ସେ ଗୁରୁଙ୍କ ସହିତ ଏକାକାରୀ, ଯାହାକୁ ଗୁରୁରେ କହୁଥିଲେ ୱେଲିଂ ହେଇ, ଗୁରୁଙ୍କ ସହିତ ତାର ୱେଲିଂ ହେଇ। ପରିଣାମ ସ୍ୱରୂପ କ'ଣ ହେବ? ଗୁରୁ ଯେଉଁ ଭାବକୁ ଯିବେ ସେ ଭାବକୁ ପଳେଇବ। ଆଉ ସେ ଶେଷରେ ସେ ସତ୍ୟକୁ ବୁଝି ନିଜର ଯେଉଁ ଭ୍ରାନ୍ତି ରହିଛି, କଳ୍ପନା ରହିଛି, ସେ ସବୁ ଯାକୁ ସେ ଗୁରୁ ସତ୍ତାରେ ବିଲୀନ କରେ। କ'ଣ ଭ୍ରାନ୍ତି ରହିଛି? ମୁଁ ଭିନ୍ନ ବୋଲିକି ଯେଉଁ ଭ୍ରାନ୍ତି ରହିଛି, ଆମର ଗୋଟେ ପର୍ସନାଲିଟି ରହିଛି, ଇଏ ସବୁ ଭ୍ରାନ୍ତି। ଏ ପର୍ସନାଲିଟି ହିଁ ବନ୍ଧନର କାରଣ, ଏ ପର୍ସନାଲିଟି ହିଁ ଦୁଃଖର କାରଣ, ଏ ପର୍ସନାଲିଟି ହିଁ ଆମକୁ ଅନନ୍ତ ସତ୍ତା ଠାରୁ ଅଲଗା କରି ଅଛି, ଯେଉଁଟାକି ଅସମ୍ଭବ। ଆମେ ଭଗବାନଙ୍କୁ ଅଲଗା ହେବା ଅସମ୍ଭବ। ଯେତେବେଳେ ତାଙ୍କ ସତ୍ତାରେ ହିଁ ଆମର ଅସ୍ତିତ୍ୱ ପ୍ରକାଶ ହେବ, ତାଙ୍କୁ ଆମେ ଅଲଗା କେମିତି ହେବା? ତଥାପି ଆମେ ଯେତେବେଳେ ଭଗବାନଙ୍କୁ ବୁଝୁଛେ, କିଏ ବିଶ୍ୱାସ ବି କରୁନାହାନ୍ତି ଭଗବାନ ଅଛନ୍ତି। ତାର କାରଣ କ'ଣ ହେଇଥିବ? ତାର କାରଣ ହେଇଥିବ ଆମର ଏଇ ପର୍ସନାଲିଟି, ଆମର ବ୍ୟକ୍ତିତ୍ୱ, ଭିନ୍ନ ବ୍ୟକ୍ତିତ୍ୱ। ଆଉ ଏ ଭିନ୍ନ ବ୍ୟକ୍ତିତ୍ୱର କାରଣ ହେଉଛି ଅଜ୍ଞାନ। ତେଣୁ ଜ୍ଞାନକୁ ଆଶ୍ରୟ କଲେ, ଜାଣିବାକୁ ଇଚ୍ଛା କଲେ, ଜ୍ଞାନ ପଢ଼ିଲେ ଆମେ ନିଜେ ହିଁ ଜାଣିପାରିବା ଯେ ଆମର କୌଣସି ଭିନ୍ନ ଅସ୍ତିତ୍ୱ ନାହିଁ।
ଜ୍ଞାନବାସରେ କଲେ ଆମେ ନିଜେ ହିଁ ଜାଣିପାରିବା ଭଗବାନ ହିଁ ଆମର ସର୍ବସ୍ୱ ସବୁ କିଛି। ଆଉ ଯେତେବେଳେ ଏଇଟା ଦୃଢ଼ ନିଶ୍ଚୟ ହେଇଯିବ ଭଗବାନ ହିଁ ମୋର ସବୁ କିଛି, ଆଉ ଖାଲି ତୁମେ ଜୀବନ ସ୍ୱାମୀ ବୋଲି କହିଲେ ହେବ। ସ୍ୱାମୀ ବୋଲି ଉଚ୍ଚାରଣ କରିବା ଅଲଗା କଥା, ସ୍ୱାମୀ ବୋଲି ଜାଣିବାଟା ଅଲଗା କଥା। ତେଣୁ ଆମେ କେବଳ ସ୍ୱାମୀ ବୋଲି ଉଚ୍ଚାରଣ କରୁଛୁ, କିନ୍ତୁ ଯିଏ ବୁଝିବା ଲୋକ ସେ ତାଙ୍କୁ ସ୍ୱାମୀ ବୋଲି ଜାଣୁନଥାଏ। ଯିଏ ସ୍ୱାମୀ ବୋଲି ଜାଣିଦେଲା ସେ ତାର ବ୍ୟକ୍ତିତ୍ୱକୁ ହରାଇବ। ଯିଏ ତାର ବ୍ୟକ୍ତିତ୍ୱକୁ ହରାଇଦେଲା ସେ ସ୍ୱାମୀ ପାଇଗଲା। ଯିଏ ସ୍ୱାମୀ ପାଇଗଲା ସେ ସ୍ୱାମୀ ହେଇଗଲା। ସେ ସ୍ୱାମୀ ଯେ ସ୍ୱାମୀ ପାଇଗଲା ସେ ସ୍ୱାମୀ। ତେଣୁ ଆମେ ସନ୍ନ୍ୟାସୀମାନଙ୍କୁ ସ୍ୱାମୀ ବୋଲି କହୁଛୁ। ସନ୍ନ୍ୟାସୀମାନଙ୍କୁ ଆମେ ସ୍ୱାମୀ ବୋଲି କହୁଛୁ। କାହିଁକି କହୁଛେ? ଯିଏ ସେ ନିଜର ସବୁ କିଛିକୁ ହରାଇବ, ଆଉ ସେ ନିଜର ଅନ୍ତର୍ନିହିତ ସେ ଭଗବତ ସତ୍ତା ଅନୁଭବ କରେ। ତେଣୁ ଆମେ ତାଙ୍କୁ ସ୍ୱାମୀ କହୁ। ଯିଏକି ନିଜର ମନକୁ ଜିତିଗଲେ ସେ ହେଉଛନ୍ତି ସ୍ୱାମୀ। ଯିଏ ନିଜର ଅହଙ୍କାରରୁ ବାହାରି ପଡ଼ିଲେ ସେ ହେଉଛନ୍ତି ସ୍ୱାମୀ। ତେଣୁ ଆମେ ଭଗବାନଙ୍କୁ ଲାଭ କରିବାକୁ ହେଲେ କିଛି କରିବାର ଆବଶ୍ୟକତା ବୋଲେ ବାହ୍ୟ କିଛି ଆବଶ୍ୟକତା ନାହିଁ, ଯେଉଁଟାକି ଲୋକମାନେ କରୁଛନ୍ତି ସେ ସବୁ କିଛି ଆବଶ୍ୟକ। ହେଲେ ବିଭିନ୍ନ ସ୍ତର ରହିଛି, ବିଭିନ୍ନ ସ୍ତର ରହିଛି। ଯେମିତି ପିଲା ଛୋଟ ଶିଶୁ ତାକୁ ଆମେ ଡାଇରେକ୍ଟ ନେଇକି ତ ବିଶ୍ୱବିଦ୍ୟାଳୟରେ ଯାଇକି କଲଣି, ତାର ସ୍ତର ଜାଗା ରହିଛି। ପ୍ରଥମେ ସେ ୟୁପି ସ୍କୁଲରେ ପଢ଼ିବ, ତାପରେ ହାଇସ୍କୁଲ, ତାପରେ ଉଚ୍ଚ ମହାବିଦ୍ୟାଳୟ, ତାପରେ ଯାଇକି ବିଶ୍ୱବିଦ୍ୟାଳୟ ପହଞ୍ଚିବ। ସେମିତି ଆଧ୍ୟାତ୍ମିକ ପାଠ ମଧ୍ୟ ଆମର ଭାରତୀୟ ହିନ୍ଦୁ ସମାଜରେ ସ୍ତର ସ୍ତର କରିକି ସବୁ ପ୍ରକାଶ କରେ। ସମସ୍ତଙ୍କୁ ଏଥିରେ ସ୍ଥାନ ରହିଛି। ଯାହାକୁ କିଛି ବି ଜଣାନି, ଯିଏ ଏବେ କିଛି ବୁଝିନି, ତାକୁ ଏବେ ୟୁପି ସ୍କୁଲ ପାଠ, ତାକୁ ଭଗବାନ ସମ୍ବନ୍ଧରେ କିଛି ବି ଗୋଟେ ସାମାନ୍ୟ ଧାରଣା ଆସିଲା ଭଳିଆ ଇଏ ନାମ ରୂପ ମାଧ୍ୟମରେ ତାକୁ ବ୍ୟବସ୍ଥା, ବିଭିନ୍ନ ପ୍ରକାର ଉପାସନା ମାଧ୍ୟମରେ ତାକୁ ବ୍ୟବସ୍ଥା କରାଏ। ସେ ସବୁ ଉପାସନାରେ ସିଏ ଯୋଗଦାନ କରି ଯେତେବେଳେ ତା ଭିତରେ ଜିଜ୍ଞାସା ଉଦୟ ହେବ, ଧୀରେ ଧୀରେ ସିଏ ଆଗକୁ ବଢ଼ିବ। ତାପରେ ଜପ ତପ ଉପରେ ଧ୍ୟାନ ଦେବ, ସ୍ତୁତି ଗାନ ଉପରେ ଧ୍ୟାନ ଦେବ। ତାପରେ ଆହୁରି ଭାବ ଉଦ୍ରେକ ହେଲେ, ମାନେ ଆହୁରି ତା ଭିତରେ ଜିଜ୍ଞାସା ପ୍ରବଳ ହେଲେ, ମୁଁ ଯାହାର ଜପ କରୁଛି, ଯାହାର ପୂଜା କରୁଛି, ପ୍ରକୃତରେ ସେ କିଏ, କୋଉଠି ଅଛନ୍ତି, ତାଙ୍କ ସହିତ ଭେଟ ହେବ କି, ହେଇପାରିବ କି ବୋଲି ଯେତେବେଳେ ତା ଭିତରେ ଜିଜ୍ଞାସା ଉଦୟ ହେବ, ତା ପାଇଁ ଭିନ୍ନ, ତା ପାଇଁ ରହିଛି ଏ ସତ୍ୟ ଜ୍ଞାନ, ଆତ୍ମଜ୍ଞାନ, ବ୍ରହ୍ମଜ୍ଞାନ। ହେଲେ ଯିଏକି ଜାଣିବା ପାଇଁ ଇଚ୍ଛା କଲେ ବୋଲି ସେ ଉଚ୍ଚ ଶ୍ରେଣୀର ସାଧକ। ଆଉ ଯାହା ଭିତରେ ଜିଜ୍ଞାସା ଉଦୟ ହେଇନି ବୋଲି ନିମ୍ନ ଶ୍ରେଣୀର ସାଧକ। ଛୋଟ ପିଲା ଭଳିଆ, ଯେମିତି ସାନ ପିଲାଙ୍କୁ ଆମେ ସ୍କୁଲରେ ଯାଇକି କଲେ ତାକୁ ପାଠ କମ୍, ଖେଳ ବେଶୀ। ପାଠ କମ୍ ପଢ଼େଇବେ, ବେଶୀ ଖେଳେଇବେ। ଆଉ ଯେଉଁ ପାଠ ପଢ଼େଇବେ ସେଇଟା ତା ଷ୍ଟାଣ୍ଡାର୍ଡ଼ର ପାଠ, ତା ଷ୍ଟାଣ୍ଡାର୍ଡ଼, ସିଏ ଯେତିକି ଚେଞ୍ଜ କରିପାରିବ ସେ ଷ୍ଟାଣ୍ଡାର୍ଡ଼ର ପାଠ। କାହିଁକିନା ତା ଭିତରେ ଜିଜ୍ଞାସା ନାହିଁ। ଜିଜ୍ଞାସା ନଥିବା ଲୋକକୁ ନିମ୍ନ ଶ୍ରେଣୀର କଥା ଏକା କୁହାଯାଇଥାଏ। ଯାହାର ଜିଜ୍ଞାସା ଦୁର୍ବଳ ଅଛି, ଖାଲି ଉପରକୁ ଜିଜ୍ଞାସା ଅଛି, ବେଶୀ ଧ୍ୟାନ ସଂସାର ଉପରେ ଅଛି, ତାକୁ ଇଏ ଉଚ୍ଚ ସ୍ତର କଥା କହିଲେ ସେ ବୁଝିପାରିବ, ତାକୁ ଦରକାର ନାହିଁ। ହାଇ ଷ୍ଟାଣ୍ଡାର୍ଡ଼ ଯାହା ଭିତରେ ଜିଜ୍ଞାସା ପ୍ରବଳ ବେଗ ନେଲେ, ତାକୁ ଏବେ ଉଚ୍ଚ ସ୍ତରର କଥା କହିଲେ। ଉଚ୍ଚ ସ୍ତର ବୋଲି କିଛି ଉଚ୍ଚ ସ୍ତର କିଛି ନାହିଁ, ନିମ୍ନ ସ୍ତର ଉଚ୍ଚ ସ୍ତର କିଛି ନାହିଁ। ସେଇଟା ଆମର ସ୍ତରକୁ ନେଇକି ଉଚ୍ଚ ସ୍ତର ନିମ୍ନ ସ୍ତର, ସେଇଟା ଆମର ହିଁ ଛାପ। ନିମ୍ନ ସ୍ତର କି ଉଚ୍ଚ ସ୍ତର ତମେ ବୁଝିବାକୁ ଚାହୁଁଛ ପୁରା ମନ ପ୍ରାଣ ଦେଇକି ବୋଲି ସିଧା କଥା ବୁଝା ପଡ଼ୁଛି। ନାଇଁ ସଂସାର ନିଶା ଟିକେ ଲାଗିଛି ବୋଲେ ତମେ ନିମ୍ନ ସ୍ତରର କଥାରେ ତମକୁ ପିଟୁ, ଉଚ୍ଚ ସ୍ତରର କଥା ଶୁଣିଲେ ତମକୁ ନିଦା ହେବ, ବୁଝା ପଡ଼ିବନି ନାହିଁ, ତମେ ବୁଝିପାରିବନି। ଆଉ ତମେ ବୁଝିପାରିବନି ତାର କାରଣ ହେଲେ ବେଶୀ ସଂସାର ଧନ୍ଦାରେ ଅଛ,
ସଂସାର ବିଷୟରେ ବେଶୀ ଜ୍ଞାନ ଅଛି ସେଟା ବି ବୁଝିପାରିବନି ମାନେ ନୁହେଁ ଯେ ସେଟା ବେଶୀ କଷ୍ଟ ଲୋକ ଉଲ୍ଟା ଧାରଣା କରେ ବ୍ରହ୍ମ ଜ୍ଞାନ ବୋଲେ ବଡ଼ କଷ୍ଟ କିଏ ସେ କଥାଟା ଆତ୍ମଜ୍ଞାନ ସହଜ ନାହିଁ କି କଥାଟା ତୁମେ ରଖିପାରିଥିବ 5 କେଜି ଜିନିଷ ଉଠେଇବାଟା ଏତେ ସହଜ ନାହିଁ ବୋଲି କିଏ କହିଲେ ଆମେ କ'ଣ କହିବା 5 କେଜି ଓଜନକୁ ଉଠେଇବାଟା ଏତେ ସହଜ ନାହିଁ ବୋଲି ଯିଏ ତା ତୁଣ୍ଡରେ କହୁଛି ଯଦି କିଏ ବଡ଼ ଲୋକ ଶୁଣିବ ବୋଲି ସେ କ'ଣ ତାର ଅର୍ଥ କରିବ ସେ କହିବାଟା ସତ ବୋଲି ବୁଝିବ ନା ତାର ପରିଚୟ ଦଉଛି 5 କେଜି ଉଠେଇବାଟା କଷ୍ଟ ବୋଲି କହିକି ତାର ପରିଚୟ ଦଉଛି ସମସ୍ତଙ୍କର ପରିଚୟ ନାହିଁ ତାର କଥା କହୁଛି ମାନେ ତାର ବଳ ଯେତିକି ଅଛି ସେ 5 କେଜି ଉଠେଇ ପାରିବେ କିନ୍ତୁ ମୂର୍ଖମାନେ ସେମିତି କହୁନାହାନ୍ତି ବିବେକବାନ ଲୋକ ସିଧା କଥା କହିବେ ମୋର ବଳ କମ୍ ମୁଁ 5 କେଜି ଉଠେଇ ପାରୁନି ବିବେକବାନ ଛୋଟ ଛୋଟ ବ୍ୟକ୍ତି ସିଧା କଥା କହିବେ ନିଜର ଦୁର୍ବଳତାକୁ ପ୍ରକାଶ କରିବେ କିନ୍ତୁ ଚାଲାକି ଚତୁର ଯିଏ ଚାଲାକି ଚତୁର ନୁହେଁ କି ଯିଏ ବେଶୀ ଚାଲାକି ଚତୁର ବୋଲି ବଡ଼ ପ୍ରକାଶ ସତ୍ୟ ରାଜ୍ୟ ସଂସାରରେ ବଡ଼ ଚାଲାକି ହେଇପାରିବ କିନ୍ତୁ ସତ୍ୟ ରାଜ୍ୟ ହେଉଛି ତମର ପକ୍କା କିଏ ନାହିଁ କିଛି ମିଳିବନି ଚାଲାକି ଚତୁର ସଂସାରରେ ମିଳିବ ବେଶୀ ମଲା କ'ଣ ଧରି କହୁଛୁ ତାପରେ କିଛି ମିଳିବ କିନ୍ତୁ ସତ୍ୟ ରାଜ୍ୟରେ ସ୍ୱଚ୍ଛଟ ବ୍ୟକ୍ତିର ହିଁ ମୂଲ୍ୟ ଅଛି ସ୍ୱଚ୍ଛତାର ହିଁ ମୂଲ୍ୟ ଅଛି ସତ୍ୟବାଦୀତାର ହିଁ ମୂଲ୍ୟ ଅଛି ଦୈବଗୁଣ ସମ୍ପନ୍ନ ବ୍ୟକ୍ତିର ହିଁ ସତ୍ୟ ରାଜ୍ୟରେ ମୂଲ୍ୟ ଅଛି ସଂସାରରେ ଦୈବଗୁଣ ଚାଲିବ ବେଲେ ତମେ ବଡ଼ ହେଇପାରିବ ସଂସାରରେ ତମେ ସ୍ୱଚ୍ଛତା ଚଳିବନି ବୋଲେ ସଂସାରରେ ବୋଲେ କି କାଳ୍ପନିକ ସଂସାର ମଣିଷ ତିଆରି ସଂସାର କିନ୍ତୁ ସତ୍ୟ ରାଜ୍ୟ ବୋଲେ ଭିନ୍ନ କୋଟି ନାହିଁ ଏ ସଂସାର କାରଣ ये संसार এটা দিব্য সংসার মিশা এটা দুঃখ সংসার মিশা এটা কথা কোয়া সংসার দুঃখময় এটা কার কথা মଣିষର ସଂସାର ସଂସାର ଦିବ୍ୟ এটা କାର କଥା ଅନୁଭବ ସିଦ୍ଧ ସତ୍ୟ ଅନୁଭବ କରିଥିବା ବ୍ୟକ୍ତିର କଥା ଗୁରୁଦେବ କହିଲେ ଇଏ ଦିବ୍ୟ ସଂସାର ପୁଣି କୁହାଉଛି ସଂସାର ଦୁଃଖମୟ ଗୋଟେ ସଂସାର ଦିଟା କେମିତି ହେବ ଦୃଷ୍ଟି ଦିଟା ହେଇଥିବ ସଂସାର ଦିଟା ତେଣୁ ଅଜ୍ଞାନୀର ଦୃଷ୍ଟିରେ ସଂସାର ଦୁଃଖମୟ ଜ୍ଞାନୀର ଦୃଷ୍ଟିରେ ଦିବ୍ୟ ସଂସାର ଯିଏକି ବିବେକବାନ ବ୍ୟକ୍ତି ସେ ସବୁବେଳେ ନିଜର ପରିଚୟ ମୋତେ ଏହା କଷ୍ଟ ଅନୁଭୂତ ଆଉ କାହାକୁ ସହଜ ହେଇପାରେ ମୋର ବଳ କମ୍ ସିନା ମୋର ଅନୁଭୂତି ମୁଁ ସମସ୍ତଙ୍କ ଉପରେ ଜାଣିବି ମୋର ବଳ କମ୍ ହେଲେ ଏଠି ସେମିତି ଆମକୁ ବୁଝା ପଡ଼ୁନି ସତ୍ୟ ବୋଇଲେ ଆମର ବଳ କମ୍ ଆମର ଧ୍ୟାନ କମ୍ ବଳ କମ୍ ବୁଦ୍ଧଙ୍କ ପାଖରେ ଯେତିକି ଶକ୍ତି ମହାବୀରଙ୍କ ପାଖରେ ଯେତିକି ଶକ୍ତି ସଦ୍ଗୁରୁଦେବଙ୍କ ପାଖରେ ଯେତିକି ଶକ୍ତି ଆମ ପାଖରେ ସେତିକି ଶକ୍ତି ଗୋଟାଏ କାମ ଦୁଇଟା ବଳ କମ୍ ନାହିଁ ଶକ୍ତି କମ୍ ନାହିଁ ଧ୍ୟାନ କମ୍ ଆମର ଧ୍ୟାନଟା ସଂସାରରୁ ବେଶୀ ସତ୍ୟ ଆଡ଼କୁ କମ୍ ଆଉ କମ୍ ଧ୍ୟାନରେ ବଡ଼ କଥା ଜାଣିପାରିବ କମ୍ ବଳରେ ଯେମିତି ଅଧିକ ଓଜନ ଉଠେଇ ପାରିବ କମ୍ ଧ୍ୟାନରେ ବଡ଼ ସତ୍ୟ ଜାଣିପାରିବ ତା ମାନେ ନୁହେଁ ଯେ ସତ୍ୟଟା ବଡ଼ ବୁଝିବାଟା କଷ୍ଟ ସତ୍ୟକୁ ଜାଣିବାଟା କଷ୍ଟ ତା ନୁହେଁ ତାର କଷ୍ଟ ଆମର ଧ୍ୟାନ କମ୍ ତେଣୁ ଇଏ କଥା ମଧ୍ୟ ଯିଏ ବୁଝିବ ସେ ତାର ଧ୍ୟାନ ସଂସାର ଘଟେ ଜ୍ଞାନ ପଢ଼ିଲେ ସେଟା ସଂସାର ନଷ୍ଟତା ବ୍ୟର୍ଥତା ଇଏ ବିଷୟରେ ଯେତେ ଆମେ ବୁଝିବା ଆମର ଧ୍ୟାନ ସେଆଡ଼ୁ ଘଟେଇ ଆଣିବା ବ୍ୟର୍ଥ ଜିନିଷରେ କାହିଁକି ଧ୍ୟାନ ଦେବା ଯେତିକି ମାତ୍ରାରେ ସଂସାର ଆମକୁ ବ୍ୟର୍ଥ ବୋଲି ଜଣାପଡ଼ିବ ସେତିକି ମାତ୍ରାରେ ଆମେ ଧ୍ୟାନଟା ସତ୍ୟ ଆଡ଼କୁ ଦେବା ଆଉ ଯେଉଁଦିନ ଆମେ ପୂର୍ଣ୍ଣ ଧ୍ୟାନ ସତ୍ୟକୁ ଦେବା ସେଦିନ ଗୁରୁ ଇଆଡ଼େ କହିବେ ଆମେ ସିଆଡ଼େ ଦର୍ଶନ କରିବା ଗୁରୁ ଇଆଡ଼େ କହିବେ ସିଆଡ଼େ ଆମେ ଦର୍ଶନ କରିବା ଗୁରୁ ଇଆଡ଼େ କହୁଥିଲେ ଆମେ ଆନନ୍ଦ ଦର୍ଶନ କରୁଛୁ ବୋଲେ ଆମେ ଗୋଟେ ଚେଷ୍ଟା କିଏ କରିବା ଆମେ ଆନନ୍ଦ ଆମେ ଇଆଡ଼େ ଅନୁଭବ କରୁଥିବା ଯେତେବେଳେ ଆମର ସମ୍ପୂର୍ଣ୍ଣ ଧ୍ୟାନ ସତ୍ୟ ଆଡ଼କୁ ପଳାଏ ତେଣୁ ଆମର ଧ୍ୟାନ କମ୍ ଥିବାରୁ ଆମେ ଇଏ ସତ୍ୟ ଜ୍ଞାନକୁ ବୁଝିବାରେ କଷ୍ଟ ହେଉଛି
ସତ୍ୟ ଜ୍ଞାନ କଷ୍ଟ ନାହିଁ, କିନ୍ତୁ ଅଜ୍ଞାନୀ ମାନେ ଉଲ୍ଟା କହୁଛନ୍ତି ଏଇଟା ବଡ଼ କଷ୍ଟ, ଗୁଲ୍ୟ ପାଠ, ଗଭୀର ପାଠ। ମୁଁ କା ମୂଳ ସବୁ ମୁଁ କିଏ ଗଭୀର ମତେ ମୁଁ କିଏ ମୁଁ ମତେ ଗଭୀର ମୁଁ ମତେ ଲାଭ କରିବା କଷ୍ଟ। କେବଳ ଏତିକି ଯେ ମୁଁ ମତେ ଜାଣିନି, ମୁଁ ମତେ ଚିହ୍ନିନି, କିଏ ଜାଣିବାକୁ ଇଚ୍ଛା କରୁନି, ତାର ପରିଣାମ ସ୍ୱରୂପ ମୋତେ କଷ୍ଟ ଅନୁଭୂତି ରହୁଛି। ତେଣୁ ଆମକୁ ବୁଝେଇବା ପାଇଁ ଗୁରୁ ଆସିବ। ଯେବେ ବି କୌଣସି ମହାପୁରୁଷ ଆସୁଛନ୍ତି ବୁଝେଇବା ପାଇଁ, ଆଉ ଆମେ ବୁଝିବା ପାଇଁକା ଦୀକ୍ଷା ନେଇଛେ, ଗୁରୁଙ୍କ ଶରଣ ଯାଇଛେ, ଆଉ ଅନ୍ୟ କିଛି ନାହିଁ, ଆଉ ଅନ୍ୟ କିଛି ଆବଶ୍ୟକ ବି ନାହିଁ। ଆମେ ବୁଝିବା ପାଇଁ ଯାଇଛେ, ଗୁରୁ ବୁଝିବା ପାଇଁ ଆସିଛେ। ଆଉ ଇଏ ବୁଝିବା ବୁଝେଇବା ଦୁଇ ଜଣ ଭିତରେ ଏକା ସମ୍ପର୍କ। ସେ ବୁଝେଇବାକୁ ଚାହୁଁଥିଲେ, ଆମେ ବୁଝିବାକୁ ଇଚ୍ଛା କରୁନୁ, କିଛି ସମ୍ପର୍କ ନାହିଁ। ଗୁରୁ ଆଗେ ଉଦାହରଣ ଦେଇଦେଲେ, ଜଣେ ଜଣଙ୍କୁ ଭଲ ପାଉଛି, ଯାହାକୁ ଭଲ ପାଉଛି ସିଏ ଯଦି ଆକୁ ଭଲ ପାଉନି, ଇଏ ତା ପଛରେ ଗଲେ ସେ କ'ଣ ବୁଝେଇବେ, ତାଙ୍କର କେବେ ମିଳନ ହେବନି। ସେମିତି ଗୁରୁ ବୁଝେଇବା ପାଇଁ ଆସିଛନ୍ତି, ଆମକୁ ବୁଝିବାକୁ ଇଚ୍ଛା ନାହିଁ, ଗୁରୁ ଆମ କଥା ଖାଉଥିବେ, ଆମେ ସେଆଡ଼େ ଯାଉଛୁ। ସେଥିରେ ଗୁରୁ ଶିଷ୍ୟର କ'ଣ ସମ୍ପର୍କ ସ୍ଥାପନ ହୁଏ। ସେ ଶିଷ୍ୟ का नहीं स्थापन होती, जे बुझे इच्छा करते से एका शिष्य, और जे बुझेबार क्षमता रखी से एका गुरु, जे बुझेबार क्षमता रखी से एका गुरु, नहले कहीं कम शरण पूजा करते बुझे पड़े कष्ट कथा किसी जन को जनानी तबला बजे से मान देती तबला कोचिंग सेंटर एवं मु शिक्षा गली मन कर सी बही काढ़ी देखिकी हम बोली से कल्पना कर सी अंदाज इटिका हो सीटिका मुझे जान निजे बुझुनी मत किसी बुझे विवेकानंद जन पाक गले रवीन्द्रनाथ ठाकुर भाई पाक विवेकानंद गले नदी पार राता भगवान देखे से लोक जो प्रकार आंसर देले विवेकानंद बोले यहाँ तुम क्षमता ना फटाफट आंसर दे पड़े यहाँ तुम हाथ कथा ना जान खबर पाई ये कहला जड़े गोटे पागल अच्छी भक्त पागल ना पागल भाई पाखे कौ देख समस्त जो ज्ञानी बोलते बहुत प्राप्ति महापुरुष विवेकानंद कौ गले रामकृष्ण पवन विवेकानंद पचारे आप भगवान दीक्षा दिवे रामकृष्ण परमहंस आंसर देले तुम जिन देखु मु तुमको जिन देखी क्लीयर भगवान देखी आर अर्थ नहीं तुम जिन देखु क्लीयर मुझे तुमको क्लीयर क्लीयर भगवान देखा रामकृष्ण कहते क्लीयर मुझे भगवान देखुँ देखिए गिरी पचार देखा चाहूँ जिंदी पचारे विवेकानंद संगे क्लीयर देखिए अर्थ कौन अन्य को देखा मध्यम दरकार निज को देखा कौन मध्यम आवश्यक मध्यम देखा क्लीयर ना बिना मध्यम देखा क्लीयर बुझा अन्य को देखा मध्यम दरकार इंद्रिय दरकार मन दरकार बुद्धि दरकार सब से ज्ञान दरकार निज को देखा ना इंद्रिय दरकार ना मन दरकार ना बुद्धि दरकार ना ज्ञान दरकार किसी आवश्यक से निजता जो रही ही भगवान जो निजता रही आम जो अस्तित्व ताही परमात्मा ताही भगवान हेले आम आम अस्तित्व कल्पना अनुभव कर परिणाम स्वरूप आम निज मनीष जीव विचार करुचे कौन कौन सब कल्पना खेल जो दिन आमको ठीक ठीक बुझा पड़
आम आम पकामी करसु कहीं आम मूल ही भगवान ये समग्र सृष्टि मूल ही भगवान ये दुई नंबर किए थे सीना दुई नंबर किए ना द्वैत देखाटा ही भ्रांति अज्ञान तेणु द्वैत हूँ अज्ञान अवस्था द्वैत को सत्य बोली भाविया हूँ अज्ञान अवस्था से अज्ञान दूर हेले द्वैत भाव हटि द्वैत भाव हटिले भगवान बुझा पड़े बुझा पड़े बुझापी द्वैत रही आम जेहेतु अलग अलग विचार करुचे बुझार आवश्यकता रही बुझा भी दरकार महापुरुष में बुझा पड़े आमको बुझा पड़े जी जागृत है से किस बुझे कौन बुझे क्या बुझे कहीं बुझे जी निज जीव मनुष्य विचार करुचे बुझा पड़े बुझी 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 निजर ये काल्पनिक अस्तित्व को से हराई बुझार परिणाम स्वरूप हराई समर्पण बोले मुझे मोटा गिरदे बुझी 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 मुझे स्थिति पहुंची मत जना पड़ा मुझे नहीं शुणी ना शब्द मध्यम नहीं अनुभव कली मोर अस्तित्व ना कवि कहते खुजी खुजी लास्ट निजी हजे खुजले मिलू जब तक मैं था हरी नहीं अब हरी है मैं नहीं जे पर्यंत मुँह खेली फरी मिलू खुजी खुजी मुँह को हरे देली निज को हरे देली एवं हरी अच्छा मुँह नहीं एवं मुँह बोले क्या बुझा एवं भी मुँह बोली कहे किंतु एवं मुँह बोले हरी के बुझे मुँह बोले भगवान को बुझे ता पूर्व मुँह बोले जीव को मनुष्य को बुझा पूरे काल्पनिक अस्तित्व को बुझा जमी आम बुझे कि जो दिन आम आम अनुभव आमर ज्ञान प्रसार निजर व्यक्तित्व को हर से दिन आम निज को खुदले पाइबा जो दिन आम सत्य को बुझिकी निज को हजेदे आ खुदले पाइबा से आम पाइबा हरि से सत्य को भगवान आ से मिशा मुँह बोली किंतु से आम मुँह बोले ये अंक नाम व्यक्ति बुझे से मुँह बोले हरि का बुझे मुँह बोले हरि बुझे तेणु गुरुदेव कहले संसार को परिचय देवाई मन अर्जुन ये जो अर्जुन गमा बोली भावते संसार परिचय मोर नहीं मुँह बोले हरि का बुझो मुँह बोले ब्रह्म का बुझो तेणु गुरुदेव कहले मुँह हूँ से खाली गुरुंर मुँह से नहीं ये सृष्टि जिते मुँह अच्छे सब मुँह से ही मुँह बोली निज प्रकाश कर से ही मुँह बोली निज प्रकाश कर जे जानला से पाइला जो जागृत है सो पावत है जे जागृत है से पाइला जे जागृत है नहीं ये काल्पनिक अस्तित्व रही ये संसार है भूल बारंबार जन्म है बारंबार मर सपरे नहीं कल्पना तेणु जाना लोक आम स्थिति देखिए आम अवस्था को देखिए ठाई आस बुझे तो किसी कम नहीं आमको सीना बहुत कम संसार जाना लोग संसार कम किसी नहीं कम कला दूसरे कम किसी ना किसी कम नहीं जम पड़ा कहे पड़े करे समझ पड़ा जीवा कम किसी ना आमर बहुत काम अच्छे फ्यूचर अच्छे आम पिला फ्यूचर अच्छे फ्यूचर बेसी किसी अच्छे आम जीवन अच्छे जाना लोक किसी ना जाना लोक पूरा ब्रह्मांड तारा कोई किस काम किसी ना तेणु खाली बोल सी जो जाना लोक खाई आसिक अन्य जनइया ही कृपा अहेतुक कृपा बिना कारण हिंदी नहीं जो ऊपर किए ऊपर किए अच्छी से प्रेसर पकड़ जा ज्ञान का दिल बन गया कार आदर से ज्ञान बांटना से प्रेम भाव से आमको ज्ञान प्रदान गुरु गुरु तुमको भल पाऊा रही तुमको ज्ञान दो हेले कौन ज्ञान ज्ञान द्वारा अर्थ कौन बुझेगा ज्ञान द्वारा अर्थ बुझेगा ना खाली शब्द आगे छाड़ ज्ञान द्वारा अर्थ बुझेगा कौन टा बुझे जोटा बुझे जो सत्य को बुझले
ବୁଝିକି ଜୀବନ ଧନ୍ୟ କରେ ସେ ସତ୍ୟକୁ ଆମକୁ ବୁଝେ। ଆଉ ବୁଝେଇ ବୋଲି ଏମିତି ନାହିଁ ଯେ ଆମେ ନ ବୁଝିଲେ ଆଉ ମୁଁ କିଛି କରିପାରିବି। ଆମେ ନ ବୁଝିଲା ପର୍ଯ୍ୟନ୍ତ ବୁଝେ, ସେଇଟା ହିଁ ଗୁରୁଙ୍କ କୃପା। ଆମେ ବୁଝିବାକୁ ଚାହୁଁନୁ ବୋଲି କିଛି କରିପାରିବା। ଯଦି ଗଛ ମିଶା ଜାଣିବା ପାଇଁ ଇଚ୍ଛା କରିବ, ଗୁରୁ ଗଛକୁ ମିଶା ଯାଇକି ବୁଝେଇବ। ଯଦି କୋଉଠି ମିଳିବ ଜିଜ୍ଞାସୁ ଗଛ ଖବର ଦେଇଦେଇକି ଯାଇକି ବୁଝେଇବ। ଯଦି କାହା ନଜରରେ ଅଛି ଜିଜ୍ଞାସୁ ଗଛ ଜାଣିବାକୁ ଚାହୁଁଛି ବୋଲେ ଗୁରୁ ଖବର ଦେଲେ ଯାଇକି ତାକୁ ମିଶା ଜଣେଇବ। ଅଙ୍କ ପଶୁ ଜାଣିବାକୁ ଚାହୁଁଛି ତାକୁ ମିଶା ବୁଝେଇବ। ଆଉ ସେତେବେଳେ ମଣିଷ ଶ୍ରେଷ୍ଠ ହେଇକି ରହିବ, ଗଛ ବି ଶ୍ରେଷ୍ଠ ହେଇଯିବ। କାହିଁକିନା ସେ ବି ଜାଣିବାକୁ ଇଚ୍ଛା କରେ, ତା ପାଖରେ ବି ଜ୍ଞାନ ଅଛି, ଜିଜ୍ଞାସା ଅଛି। ତେଣୁ ଏ ସବୁ ଅର୍ଦ୍ଧପାଗଳ ଲୋକଙ୍କର ଭାଷା ଗଛକୁ ବୁଝେଇବ। ରିଏକ୍ସନର ଭାଷା। ଯିଏ ଜାଣିବା ପାଇଁ ଇଚ୍ଛା କରିବ ଗୁରୁ ତାକୁ ଜଣାଇବା ପାଇଁ ଆସିବ। ଆଉ ଯିଏ ଜାଣିବା ପାଇଁ ଇଚ୍ଛା କରୁନି, ଯଦି ଇଚ୍ଛା କରିବ ସେ ବୁଝେଇବ। ବୁଝେଇବା ଉପରେ ବହୁତ ହୁଏ ତମକୁ ଆଗକୁ କହନ୍ତିନି, ସେଇଟା ପାଇଁ ଉତ୍ପାଦ ଆମେ ସ୍ୱୟଂ ଭଗବାନ ଆମକୁ ଉଦ୍ଧାର କରିବା ପାଇଁ ଜ୍ଞାନ ଦେଇକି ବୁଝେଇକି ଆସିଲେ ମଧ୍ୟ ଆମେ ଅବମାନନା କରୁଛୁ ଜ୍ଞାନ, ସେଇ ଜ୍ଞାନ କରୁଛୁ। ଦେଖିକା ବାକ୍ୟ କହୁଛୁ ଆମେ ତାଙ୍କୁ କିଛି ବାକ୍ୟ ଯେ ସତ୍ୟକୁ ପାଇଲା ବେଳେ ଆମେ ଭାବୁ ପରମ ସିଦ୍ଧି ଗଲେ ସେଠି ବେଶୀ ଜ୍ଞାନ ହେଇଯିବ। ସେଠି କିଛି ଜ୍ଞାନ ନାହିଁ, ସେଠି ଜ୍ଞାନର ଅସ୍ତିତ୍ୱ ନାହିଁ, ସେଠି ଶୁଦ୍ଧ ଦିବ୍ୟ ସ୍ୱରୂପ ରହିଛି। ଶୁଦ୍ଧ ଜ୍ଞାନ, ସ୍ୱୟଂ ପ୍ରକାଶ ଜ୍ଞାନ, ସ୍ୱୟଂ ଅଛି ଜ୍ଞାନ। ସେଠୁ ଆସିଲା ପରେ ଇଏ ଜ୍ଞାନ ରାଜ୍ୟରେ ଜ୍ଞାନ ହେବ, ସେଠି ସବୁ ଦୃଶ୍ୟ ସେଆଡ଼ୁ ଆସିଲା ପରେ ଇଏ ଜ୍ଞାନ ଯାକ ସବୁ ପ୍ରଦାନ କରେ। ହେଲେ ଦେଖିକା କହିଲେ ଜ୍ଞାନକୁ ହେ ଜ୍ଞାନ କରିବା ଲୋକଙ୍କୁ ଦେଖିକି କହିଲେ ଯିଏ ଜ୍ଞାନକୁ ହେ ଜ୍ଞାନ କରୁଛି ସେ ଭଗବାନଙ୍କୁ ହେ ଜ୍ଞାନ। ଯିଏ ଜ୍ଞାନକୁ ସ୍ୱାଗତ କରୁଛି, ଜ୍ଞାନକୁ ସ୍ୱାଗତ କରୁଛି, ଜାଣିବାକୁ ଇଚ୍ଛା କରିବା ହିଁ ଜ୍ଞାନକୁ ସ୍ୱାଗତ କରେ। ଯିଏ ଜାଣିବାକୁ ଇଚ୍ଛା କଲା ସେ ଜ୍ଞାନକୁ ସ୍ୱାଗତ କଲା, ଗୁରୁଙ୍କୁ ସ୍ୱାଗତ କଲା। ଯିଏ ଗୁରୁଙ୍କୁ ସ୍ୱାଗତ କଲା ସେ ଭଗବାନଙ୍କୁ ସ୍ୱାଗତ କଲା। ଆଉ ସମୟ ଆସିବ ତାକୁ ତାର ଭ୍ରାନ୍ତି ଜଣାପଡ଼ିବ। ମୋ ଇଚ୍ଛାରେ ମୁଁ ଲଢ଼ିବାକୁ ମୁଁ ବୋଲି କିଛି ନାହିଁ, ମୁଁ ମୋର ବୋଲି କିଛି ନାହିଁ ବୋଲି ଜଣାପଡ଼ିବ। ଭଲ ଭାବରେ ଜଣାପଡ଼ିବ, ଶବ୍ଦରେ ତାକୁ ରିଏଲାଇଜ୍ ତାକୁ ସେଟା ଉପଲବ୍ଧି ହେବ ଯେ ମୁଁ ମୋର ନାହିଁ କିଛି, ଦୃଢ଼ ନିଶ୍ଚୟ ହେଇଯିବ। ସେଇ କ୍ଷଣି ମୁଁ ମୋରକୁ ନେଇକି ଯେତେ ସବୁ ତା ପାଖରେ ବିଚାର ଉତ୍ପନ୍ନ ହେଉଥିଲା ସେସବୁ ବନ୍ଦ ହେଇଯିବ। ସେସବୁ ବନ୍ଦ ହେଇଯିବ। ଯେମିତି ଜଣେ ଚାକିରିରେ ଥିବା ଲୋକ ତାକୁ ଡ୍ୟୁଟିକି ନେଇକି ସବୁ ବିଚାର ଆକାଶ ରିଟାୟାର୍ଡ ହେଇଗଲା ପରେ ଆଉ ସେ ଡ୍ୟୁଟି ରିଟାୟାର୍ଡ ହେଇଗଲା। ସେମିତି ଇଏ ଯେଉଁ ମୁଁ ମୋର ଭାବ ରହିଛି ତାକୁ ନେଇକି ଆମ ଭିତରେ ସବୁବେଳେ ବିଚାର ଉତ୍ପନ୍ନ ହେଉଛି। ମୁଁ ମୋର ଭାବ ହଟିବା ସାଙ୍ଗେ ସାଙ୍ଗେ ଚିତ୍ତ ନିଶ୍ଚଳ ହେଇଯିବ। ସେ ନିଶ୍ଚଳ ଚିତ୍ତରେ ଆମକୁ ସ୍ପଷ୍ଟ ଭାବରେ ଆମର ଅସ୍ତିତ୍ୱ ଅନୁଭବ ହେଇଯିବ। ଆଉ ଯେଉଁଟା ମୋର ଅସ୍ତିତ୍ୱ ସେଇଟା ପୁରା ବ୍ରହ୍ମାଣ୍ଡର ଅସ୍ତିତ୍ୱ, ତାକୁ କୁହାଗଲା ମଦାତ୍ମା ସର୍ବଭୂତାତ୍ମା। ଯେଉଁଟା ମୋର ଅସ୍ତିତ୍ୱ ସେଇଟା ବ୍ରହ୍ମାଣ୍ଡର ଅସ୍ତିତ୍ୱ, ସମ୍ପୂର୍ଣ୍ଣ ସୃଷ୍ଟିର ଅସ୍ତିତ୍ୱ, ସେଇଟା ହିଁ ଏକମାତ୍ର ଅସ୍ତିତ୍ୱ। ଆଉ ବାକି ସବୁ ଅସ୍ତିତ୍ୱରେ ଅଛନ୍ତି। ତେଣୁ ଯିଏ ନିଜକୁ ଜାଣନ୍ତୁ ସେ ସମସ୍ତଙ୍କୁ ଜାଣନ୍ତୁ। ଯିଏ ନିଜକୁ ପାଇଲା ସେ ଭଗବାନଙ୍କୁ ପାଇଲା, ସେ ଭଗବାନଙ୍କୁ ପାଇଲା ସେ ନିଜକୁ ପାଇଲା। କାହିଁ କଷ୍ଟ କିଛି ସେ କିଛି ନାହିଁ। ଇମ୍ପୋର୍ଟାଣ୍ଟ ବିଷୟ ହେଉଛି ଆମେ ବୁଝିବା ପାଇଁ କେତେ ତତ୍ପର। ଯେତେ ଆମେ ସଂସାର ନଷ୍ଟତାକୁ ବୁଝିବା ସେତେ ଆମେ ସତ୍ୟକୁ ବୁଝିବା ପାଇଁ ତତ୍ପର ହେବା। ଯେତେ ସତ୍ୟକୁ ବୁଝିବା ପାଇଁ ତତ୍ପର ହେବା ଗୁରୁ କଥା ଆମକୁ ସହଜରେ ଜଣାପଡ଼ିବ। ଗୁରୁ ଦେବା ଜ୍ଞାନ ଆମକୁ ସହଜରେ ଉପଲବ୍ଧି ହେବ। ଯେତେ ଗୁରୁ ଦେବା ଜ୍ଞାନ ଆମକୁ ସହଜରେ ବୁଝା ପଡ଼ିଯିବ ଆମେ ସେତେ ଭ୍ରାନ୍ତିରୁ ବାହାରି ପଡ଼ିବା। ଏମିତି ହଉ ହଉ କେତେବେଳେ ଯେ ସେ ହୋସ୍ ପଳାଇ ଆସିଲା, ହୋସ୍ ପଳାଇ ଆସିଲା। ଆମେ କହୁନୁ ଜଣେ ମୂର୍ଚ୍ଛା ହେଇକି ପଡ଼ିଛି, ହୋସ୍ ପଳାଇ ଆସିଲା। ହୋସ୍ ପଳାଇ ଆସିଲା ପରେ ସେ ତା ସ୍ଥିତିକି ପଳାଇ ଆସିଲା। ଏବେ ଆମେ ବେହୋସ୍ ଅବସ୍ଥାରେ ଅଛୁ। ବେହୋସ୍ ଅବସ୍ଥା ଆମେ ଡ୍ରାମାରେ ଦେଖିଥିବା, ଡ୍ରାମା ଚାଲିଛି କାହିଁ ଭିତରେ ଜଣେ ମରିଗଲା ବୋଲେ ଡ୍ରାମାରେ ମରିଗଲା। ହେଲେ ଏବେ ଡ୍ରାମାରେ ଯେ ମରିଗଲା ସିଏ
ମରିବା ସିନ୍ ଯିଏ କରୁଛି ସେ ବଞ୍ଚିଛି ନା ନାହିଁ, ମରିବା ସିନ୍ ମରିବାର ଭୂମିକାରେ ଯିଏ ବର୍ତ୍ତମାନ ଅଛି ଶବ ଭୂମିକାରେ ସେ ବଞ୍ଚିଛି ନା ନାହିଁ, ବଞ୍ଚିଛି। ଶବ ଭୂମିକାରେ ଯିଏ ଅଛି ସେ ବଞ୍ଚିଛି। ସେମିତି ସିଏ ଯେଉଁ ଜାଗ୍ରତ ସ୍ୱରୂପ ଯିଏ ତାଙ୍କେ ଇଏ ସୁପ୍ତ ଅବସ୍ଥାକୁ ତାଦାତ୍ମ୍ୟ କରିକି ସୁପ୍ତ ଅବସ୍ଥାକୁ ଧାରଣ କରିକି ଶୋଇଲା ଭଳିଆ ଅଛନ୍ତି। ତାଙ୍କେ ଶୋଇନାହାନ୍ତି, ତାଙ୍କେ କେମିତି ତାଙ୍କ ସ୍ୱରୂପ ହିଁ ଜାଗ୍ରତ। କିନ୍ତୁ ସୁପ୍ତ ଅବସ୍ଥାକୁ ପ୍ରକୃତି ହେଉଛି ସୁପ୍ତ ଶକ୍ତି। ସେ ସୁପ୍ତ ଶକ୍ତିକି ଧାରଣ କରିକି ତାଙ୍କେ ସୁପ୍ତ ଭଳିଆ ଅଛନ୍ତି। ଆଉ ତାଦାତ୍ମ୍ୟ ହେଇଗଲେ ଶୋଇ ପଡ଼ିଲା ଭଳିଆ ଅନୁଭବ କରୁଛନ୍ତି। ଶୋଇ ତାଙ୍କେ ହେଇଗଲେ ତାଦାତ୍ମ୍ୟ ହେଇଗଲେ। ତେଣୁ ଆମେ ନିଜକୁ ଜୀବ ବୋଲି ଭାବିବା, ମଣିଷ ବୋଲି ଭାବିବା, ଜନ୍ମ ହେଇଛି ମରିଛି ବୋଲି ଭାବିବା, ଯାହା କିଛି ଭାବୁଛୁ ଆମେ ଇଏ ସବୁ ସେ ସୁପ୍ତ ଶକ୍ତି ସହିତ ଆମର ତାଦାତ୍ମ୍ୟର ପରିଣାମ। କ'ଣ ପାଇଁ ତାଦାତ୍ମ୍ୟ ଆମକୁ ଜାଣୁ, ଏସବୁ ଭେଦ ଆମେ ଜାଣିନୁ। ଆମେ ଜନ୍ମ ହେଲୁ କି ନାହିଁ କି ଆମକୁ ବୁଝିବାର କ୍ଷମତା ଆସିଲେ ଆମକୁ କ'ଣ ବୁଝେଇଲେ, କ'ଣ ବୁଝେଇଲେ? ଖାଇବା ପିଇବା ଇଏ ସିଏ ସଂସାରର ବିଷୟବସ୍ତୁ ଇଏ ସବୁ ଜାଗା ଆମେ ବୁଝିବାରେ ଆରମ୍ଭ କରୁ। ତାପରେ କ'ଣ ବୁଝିବ ବର୍ତ୍ତମାନ ସମାଜରେ କେଉଁଟା ଭଲ ଚାଲିଛି, କେଉଁ ବିଜନେସ୍ରେ ଭଲ ଇନକମ୍ ଅଛି, କେଉଁ ଚାକିରି କଲେ ଭଲ ପଇସା ଆସିବ, କ'ଣ ହେଲେ ସମାଜରେ ପ୍ରେଷ୍ଟିଜ୍ ରହିବ, ଇଏ ସବୁ କଥା ଆମକୁ ଶିକ୍ଷା ମିଳିଲା। ଆମେ ଆସିଥିଲୁ आए थे हरी बाजार को और जो लगे कपास की ପାଇଁ ଆସିଥିଲେ କୁଆଡ଼େ କିଛି ହେଇଗଲା ଚିନ୍ତା କ'ଣ ପାଇଁ ଆସିଥିଲେ ଏଠି ଆମେ ମାୟାରେ ପଡ଼ିବି ଆଉ କିସ୍ କରିକି ପଳେଇ ଆସିଥିଲେ କ'ଣ ପାଇଁ କରିକି ପଳେଇଲେ କିସ୍ତି ଏ ଜାଗା ମାୟା କ'ଣ ପାଇଁ ଆସିଥିଲେ କିସ୍ କରିକି ପଳେଇଲି ମାୟା ସେଟା ମାୟା। ତେଣୁ ଯିଏକି ଜାଣିବା ପାଇଁ ଇଚ୍ଛା କଲା ଗୁରୁଙ୍କୁ ସ୍ୱାଗତ କଲା, गुरु द्वारा ज्ञान को बुझिया ध्यान दब, गुरु द्वारा ज्ञान को बुझा तो मुझे टैबलेट खाई ज्ञान टैबलेट मो भितर गला तेज सी टैबलेट तार परामर्श देखे जमी ये स्थूल देह जो टैबलेट खाऊे तार प्रभाव बेमार छाड़ी शरीर सेमती ये ज्ञान टैबलेट जी ग्रहण कला ग्रहण कर बुझाटा ही ग्रहण स्थूल देह जो टैबलेट खाऊे पाठिया खाऊ किंतु ज्ञान टैबलेट सीटा आम बुझे का ग्रहण कला आम बुझा बुझे सीटा पाटे खाया जिस ना काम खाया ग्रहण कर बुझे का भितर तार प्रभाव पड़ो तार प्रभाव फलस्वरूप आम अर्थात चेतना आम अर्थात चेतना भितर जो भ्रांति रही से भ्रांति जाए क्लियर होगा आरंभ जो भ्रांति सब क्लियर होगा आरंभ हो चेतना और प्रकाश तेजियान हो चेतना जिते तेज चेतना तेज जिते बढ़ से स्पष्ट बुझे आरंभ हो जो दिन तेज चेतना तार पूर्ण तेज प्रकट हो स्पष्ट अहम ब्रह्मास्मि मुमुकाशी पूरा जना पड़ो पचर दरकार नहीं गुरुदेव वाक्य रहे क्या पचर दरकार नहीं जाना दरकार नहीं जो चेतना देगी मतलब जन्म दे से चेतना द्वारा ही जन्म दिव्य दर्शन जीवन दर्शन गुरु पानी नहीं ये अर्धखंडिया ज्ञानी सब बड़ बड़ से चलते सीधा ही गया मजा आस अंधार मतलब लाइट महिमा जना पड़ा अस्त्र नथिले देवतार मूल्य रही आम सब अस्त्र हटाई देवा देवता बेकार सब अस्त्र को हटाई देवा दुनिया को आ देवतार किसी भैल्यू रही पूरा अंधार को हटाई देवा बोले दिन भी किसी मूल्य रही जदि गरम को हटाई देवा ठंडार किसी मूल्य रही ठंडा को हटाई देवा गरम किसी मूल्य रही तेणु ये सब लीला भितर परस्पर परिपूरक जन द्वारा अन्य प्रकाश ये सब भाव विद्यमान अच्छा ये लीला द्वारा प्रकाश होता जी ये लीला भाव प्रकट से वास्तव सी ही सब भाव ये लीला क्या करना कि करना प्रश्न करना कहीं ये लीला कर हुआ ये तो मैं प्रश्न कर वास्तव में
ନିଜ ବିଷୟରେ ଠିକଣା ଜାଣ ତାପରେ ପଚାରିବ ଭଗବାନ କାହିଁକି ହେଲେ ଭଗବାନ କାହା ପାଇଁ କରୁନାହାନ୍ତି କି ପାଇଁ କରୁନାହାନ୍ତି ତାଙ୍କେ ନାଚୁଛନ୍ତି। ଛୋଟ ପିଲା ଯଦି ଘରେ ହୁ ହାଲା କରୁଛି ଡେଉଁଛି ଖେଳୁଛି କି ପାଇଁ ପଚାରିଲେ ମୂର୍ଖ ପିଲା ସେମିତିକା ସେ ଭିତରେ ଶକ୍ତି ରହିଛି ଶକ୍ତି ଖେଳିବ ସେ ଆଉ ଯିଏକି ପରମ ଶକ୍ତି ଶକ୍ତି ସ୍ୱରୂପ ଯିଏ ପୁଣି ଚୈତନ୍ୟ ଶକ୍ତି ତାଙ୍କେ କିଛି କରିବାକୁ ପଡ଼ିବନି ଖେଳ ଖେଳିକି ଖେଳିବେ ଆମକୁ ଜଣା ନାହିଁ କଥାଟା ଆମେ ଅଲଗା ଅର୍ଥ କରୁଛୁ ଭଗବାନ ଅଛନ୍ତି ମଣିଷକୁ ପଠେଇବେ ମଣିଷକୁ ଡାକିବେ ସେଇଟା ପଠେଇଦେବେ ସେଇଟା ଆଗରେ ଲାଗିବେ ଏଇଟା ସବୁ ପିଲାଙ୍କର କଥା ଏଇଟା ଠିକ୍ ନିର୍ଦ୍ଦିଷ୍ଟ ସ୍ତରରୁ ତାଙ୍କେ ପଠେଇବେ ତାପରେ ଡାକିବେ ହଁ ଏଥର ମୋ ପାଖକୁ ପଳେଇ ଆସିବ ବୋଲି ଡାକିବାର ଥିଲା ଫଟୋ ଲଗେଇବେ ପିଲାମାନଙ୍କୁ ବୁଝାଇଛନ୍ତି ସେ ଭାଷା ମୋଟ ଉପରେ ଯିଏ ଅଛନ୍ତି ତାଙ୍କର ପ୍ରକାଶ ହିଁ ଏ ଜଗତ ତାର ଅର୍ଥ ଆମେ ସମସ୍ତେ ତାଙ୍କର ପ୍ରକାଶ ଏ ପ୍ରକାଶ ଭିତରେ ଜ୍ଞାନ ଅଭାବ ସୀମିତ ଜ୍ଞାନ ଯୋଗୁଁ ଆମେ କିଛି ଅଲଗା ଅର୍ଥ କରିଦେଇଛୁ ପରିଣାମ ସ୍ୱରୂପ ଆମେ ଯାଇପାରୁଛେ ଯେମିତି ପାସୱାର୍ଡ଼ ଭୁଲିଗଲା ଜଣେ ପାସୱାର୍ଡ଼ ଭୁଲିଗଲା କ'ଣ ହବ ଥରେ ପାସୱାର୍ଡ଼ ଭୁଲିକି ଦେଖିବା ଆମେ ପାସୱାର୍ଡ଼ ଭୁଲି ଯାଇଥିବା ହିନ୍ଦୀ ମାରିଲେ ଭାବୁନି ଖୋଲୁନି ଓପେନ୍ ହେଉନି ମୋବାଇଲରେ ପାସୱାର୍ଡ଼ ଭୁଲି ଯାଇଛି ଏମିତି କରୁ ହଠାତ୍ ମନେ ପଡ଼ିଯିବ ହଠାତ୍ ସେମିତି ଆମେ ଭୁଲିଗଲେ ମଣିଷ ସହିତ ହାତ କରିକି ଏତେ ଲମ୍ବା ଯାତ୍ରା କରି ଖେଳ ଦେଖି ଲୀଳାରେ ମଝି ବିସ୍ମୃତ ହେଇଗଲେ ବିସ୍ମୃତ ହେବାର କାରଣ ଲୀଳାରେ ମଝି ଏବେ ଆମକୁ ହେତୁ ହେଉନି ନିଜର ସ୍ଥିତି ହେତୁ ହେଉନି ଖାଲି ଈଶ୍ୱରଟାକା ହେତୁ ହେଉଛି ପିଲା ଭଳିଆ ଗରମ ଲାଗୁଛି ଥଣ୍ଡା ଲାଗୁଛି ସ୍ପିଡ଼ରେ ହେତୁ ହେଇଯାଉଛି କିନ୍ତୁ ये सब जहाँ लगुच सी भी अच्छी जी सब लगुच सी भी अच्छी आउटा लगुच नित्य ना सत्य ना सब गरम लगे सब ठंडा लगे सब पिला ही रही सब तुम युवक ही रही ये संसार सब पूरा ही रही सब किसी परिवर्तन से किंतु आर केन्द्र आपको जी धारणा कर सब सी ही एक कथा आप विष्णु आउ कि गुरु कौन करेंगे आमको हेतु करने आसते आ कि ना आ बाकी सब आम कल्पना सेमती ये सी दीक्षा नेला हम जो बहुत भाव स्तर नहीं विभिन्न रामकृष्ण काली दर्शन है ज्ञान देव विष्णु दर्शन है क्या कम दर्शन हो तुम भी किसी दर्शन कर दस की चपक दर्शन हो मुझे भी किसी दर्शन तुम बाबा देखा चाहूँ कि तुम क्या देखा चाहूँ कल्पना कर बारंबार जप कर कहीं प्रकट है ये संसार भी आम ही कल्पनार दर्शन कल्पना करी दर्शन कर माया दर्शन कल्पना जहाँ द्वारा अस्तित्व अच्छे दर्शन करता हूँ आत्मदर्शन दर्शन करता हूँ आत्मदर्शन सत्य दर्शन दिव्य दर्शन कल्पना करी किसी देखा दर्शन तुम कौन भी देखिए किसी नहीं हजार मुंड वाला किए महापुरुष बोले प्रभु जय विश्व रूप दर्शन हजार मुंड पानी भावी अग्नि भावी बुद्धि लोक मैंने पशु भावी नहीं भावी भावी जब तपस्या कर आरंभ करदे कितने दिन पर आम भाव का गाढ़ आम आगे विश्वरूप प्रकट हो आज विश्वरूप तुम आगे प्रकट हो गए कहीं कहीं तुम तुम भाव बड़ उपलब्धि जब संस्कार नथिबो बुद्धि अरविंद को योगी अरविंद को जेल कृष्ण दर्शन है किंतु से विवेकवान होकर सी जानले जे यहाँ काल्पनिक कल्पनार ही प्रकाश यहाँ प्रकृत सत्य ना विवेक नए से भी खुशी था रामकृष्ण भी खुशी होता माँ दर्शन कला कौन कि विवेक दिगल जापारे यहाँ विषय समाधान करें समाधान तो भी संसार थी मुझे माँ अच्छी मुझे तो जारी रही
ଯେତେବେଳେ ତାଙ୍କୁ ଗୁରୁ ମିଳିଲେ ତଥାପୁରୀ, ସେ ତଥାପୁରୀଙ୍କୁ ଯାଇ କହିଲେ ମୋତେ ଅଦ୍ୱୈତର ଦର୍ଶନ କରେଇବେ, ମୋତେ ଅଦ୍ୱୈତର ଅନୁଭବ କରେଇବେ। ତଥାପୁରୀ କ'ଣ କହିଲେ, ଏଇଟା କିଛି ବଡ଼ କଥା, ସେଟା ହିଁ ଗୁରୁର ଷ୍ଟାଇଲ୍। ସେଟା ପଣ୍ଡିତ ହେଲେ କିଛି କହିବ, ଅଦ୍ୱୈତ ବୋଲି ସେଟା ବଡ଼ ଗଭୀର ପାଠ। ପଣ୍ଡିତ କହିବ ଅଦ୍ୱୈତ ବୋଲି ସେଟା ବଡ଼ ଗଭୀର ପାଠ। ଜନ୍ମ ଯାଇ ଲାଗିଲା ପରେ କିଏ କିଛି କ'ଣ ତାଙ୍କେ ସେଟା ଇଚ୍ଛା କଲେ ଏକା ତୁମକୁ ହବ। ଏମିତି ଡାବା ମାରିବେ ଯେ ସେ ଶୁଣିବା ଲୋକ ଭାବିବ ଏତେ ସହଜ ନାହିଁ। ଆଉ ଯିଏ ଶୁଣୁଛି ବଡ଼ ଜ୍ଞାନିକା ହେଇଯିବ ତାକୁ ଭାବିବ କାହିଁକି ବୁଝୁଛି, ତାଙ୍କୁ ସେଟା ବଡ଼ ଗା ଭାବିବେ, ତାଙ୍କ ପାଖରେ ଆମେ ଛୋଟ ଗା ହେବେ। କିନ୍ତୁ ଗୁରୁଙ୍କର ଭାବ କିଛି ଦେଖ, ଗୁରୁ କହିଲେ କଥା ଏଇଟା କିଛି ବଡ଼ କଥା। ଯେହେତୁ ମାନୁଛୁ ମାନିବାର ଛାଡ଼ିଲେ, ଅଦ୍ୱୈତକୁ ମାନିବାକୁ ଦରକାର ନାହିଁ କି କିଛି କରିବାକୁ ଦରକାର। ଯେହେତୁ ମାନିବା ଯୋଗୁଁ ଅଛି, ଅଦ୍ୱୈତକୁ ମାନିବାର ଆବଶ୍ୟକ ନାହିଁ। ଅଦ୍ୱୈତ ହେଉଛି ଅସ୍ତିତ୍ୱ, ଦ୍ୱୈତ ହେଉଛି ଆମର ମାନ୍ୟତା। ଯେମିତି କାଗଜ ହେଉଛି ଅସ୍ତିତ୍ୱ, ଟଙ୍କା ହେଉଛି ଆମର ମାନ୍ୟତା। କାଗଜ ହେଉଛି ଅସ୍ତିତ୍ୱ, କାଗଜ ବୋଲି ମାନିବାକୁ ଦରକାର ନାହିଁ, ତମେ ନ ମାନିଲେ ବି କାଗଜ। କିନ୍ତୁ କାଗଜଟାକୁ 100 ଟଙ୍କା ନୋଟ 1000 ଟଙ୍କା ନୋଟ ବୋଲିକି ମାନିବାଟା ଏଇଟା ହେଉଛି କାଳ୍ପନିକ ଅସ୍ତିତ୍ୱ। ଏଇଟା ଆମର ମାନ୍ୟତା। ଯେଉଁଦିନ ସେ ମାନ୍ୟତା ଆମେ ହଟେଇଦେବା କାଗଜ ତାର ସ୍ୱରୂପ ସେ। ସେମିତି ଦ୍ୱୈତ ହେଉଛି ଆମର ମାନ୍ୟତା, ଅଦ୍ୱୈତ ହେଉଛି ଅସ୍ତିତ୍ୱ। ଯେଉଁଦିନ ଆମେ ଦ୍ୱୈତକୁ ମାନିବାରେ ଛାଡ଼ିଦେବା, ଅଦ୍ୱୈତ ତ ବିରାଜମାନ ଅଛି, ଅଦ୍ୱୈତ ତ ଅସ୍ତିତ୍ୱ। ହେଲେ ଇଏ ଦ୍ୱୈତକୁ ମାନିବାରେ ଏମିତି ଛାଡ଼ିଦେବା ସହଜ ଛାଡ଼ିପାରିବେ କାହିଁକି ଆମେ ଜରି ଯାଇଛେ ଦ୍ୱୈତରେ। ଆମର ବୁଦ୍ଧି କହୁଛି ଏତେ ଦୁଶନ୍ତି ଦ୍ୱୈତ କେମିତି ନାହିଁ, ଅଦ୍ୱୈତ କେମିତି ଅଛି, ଏତେ ନାମ ଏତେ ରୂପ ଏତେ ଗୁଣ, ଏଠି ଅଦ୍ୱୈତ କେମିତି ଅଛି ବୋଲି ଆମ ବୁଦ୍ଧି ଆମକୁ ପ୍ରଶ୍ନ କରୁଛି। ଆଉ ଆମର ବୁଦ୍ଧିର ପ୍ରଶ୍ନରେ ଆମେ କାହିଁକି ଆମର ବିବେକ ନାହିଁ। ବିବେକ ଜାଗ୍ରତ ହେଲେ ଆମେ ବୁଦ୍ଧିକି ସାବଡ଼ କରିବା। ବିବେକ ଅର୍ଥ ଜ୍ଞାନ ସ୍ତର, ସତ୍ତ୍ୱ ଗୁଣ, ଶୁଦ୍ଧ ସତ୍ତ୍ୱ। ଯଦି ସେ ବିବେକ ସ୍ତରରେ ଯେ ପହଞ୍ଚିଯିବ, ବୁଦ୍ଧି ତାର ପ୍ରଶ୍ନ ତାକୁ କରିବ କାହିଁକିନା ପ୍ରଶ୍ନ କରିବା ପାଇଁ ନାହିଁ। ବିବେକ ଜାଗ୍ରତ ହେଇଗଲେ ବୁଦ୍ଧି ଆଉ କାମ, ବୁଦ୍ଧିର ବେଶୀ ଆଉ ଶଙ୍କା ରହିବ। ତାପରେ ବିବେକ ସ୍ତରକୁ ପାର ହେଇକି ଜଣେ ଅଦ୍ୱୈତରେ ପ୍ରବେଶ। ତେଣୁ ମହାପୁରୁଷମାନେ ଆମକୁ ବୁଝାଇବା ପାଇଁ ଆସନ୍ତି, ମୁକ୍ତ କରିବା ପାଇଁ ଆସନ୍ତି। ତାଙ୍କର ଅନ୍ୟ କୌଣସି ଆଉ ପର୍ବତ ନାହିଁ। ସମସ୍ତେ ମୁକ୍ତ ହେଇଯାନ୍ତି, ସମସ୍ତେ ମୁକ୍ତ ହେଇଯାନ୍ତି। ଆଉ ଜଣେ ମୁକ୍ତ ହେଲେ ସେ ଆଉ ଜଣେ ମୁକ୍ତ କରିପାରିବେ। ଆଙ୍କିକା ମୁକ୍ତ ହେଲେ ଜଣେ ମୁକ୍ତ ହେଇଗଲେ, କରୋନା ଭାଇରସ୍ ହେଇଗଲେ, ଜଣକୁ କରୋନା ହେଇଛି ବୋଲି ସେ ଏକା ବୁଲି ବୁଲି ସମସ୍ତଙ୍କୁ କ'ଣ କରୋନାଗ୍ରସ୍ତ କରିବ। କରୋନା ଭାଇରସ୍ ବେଳେ ମୋତେ ଧନ୍ୟ କରୋନା ହେଇଯାଇଛି, ମୁଁ ଯଦି ଯାହାକୁ ଛୁଇଁବି ତାକୁ ବି କରୋନା ହେଇଯିବ, ସିଏ ଯାହାକୁ ଛୁଇଁବ ତାକୁ ବି କରୋନା ହେଇଯିବ। ଏଇଭଳି ସେନା ପାଇଁ ତାକୁ କୁହାଗଲା ପରଶମ। ଗୁରୁ ପରଶମଣି, ଶିଷ୍ୟକୁ ଛୁଇଁଲେ ଶିଷ୍ୟ ସୁନା ହେଉନି, ସେ ବି ପରଶମଣି, ସେ ଯାହାକୁ ଛୁଇଁବ ସେ ବି ପରଶମଣି। ଏଇଭଳି ତେଣୁ ମହାପୁରୁଷମାନେ ତାକୁ ଆଖ୍ୟାୟିତ କରିକି ତାଙ୍କ ଜୀବନ କାଳ ଭିତରେ ତାଙ୍କ ଭଳିଆ ଗୁରୁ କହିଲେ ଦିବ୍ୟ ସମ୍ମିଳନୀ, ମୋ ଜୀବନ କାଳ ଭିତରେ ମୋ ଭଳିଆ କିଏ ଗୁରୁ ବାହାରି ହେଇକି ନାହିଁ। ତାଙ୍କର ବି ଗୋଟେ ଇଚ୍ଛା ଥିଲା, ହଁ ଗୁରୁ ବାହାରି ପଡ଼ିଲା ଚିନ୍ତା ନାହିଁ, ଇଏ କେତେ ଛୁଇଁଲ ଯେମିତି ମୁଁ ଆକୁ ଛୁଇଁଲିନି, ଆକୁ ଛୁଇଁବାକୁ ଇଏ ଗୁରୁ ହେଇଗଲା, ସେମିତି ଇଏ ଯାଇ କେତେ ଜଣ ଛୁଇଁଲ କେତେ। ଏଇଭଳି ଭାବରେ ଶହ ଶହ ବ୍ୟାସ ସୃଷ୍ଟି ହେବ, ଏଇଭଳି ଭାବରେ ଶହ ଶହ ବ୍ୟାସ ସୃଷ୍ଟି ହେବ। ହେଲେ ଯେସବୁ ମହାପୁରୁଷ ଶହ ଶହ ବ୍ୟାସ ସୃଷ୍ଟି କରିବା ପାଇଁ ତାଙ୍କର ବି ପ୍ରପୋଜ ଥାଉଛି ସତ, କିନ୍ତୁ ଗୁରୁ କାହିଁକି କହିଲେ ଏ କଥା ଶହ ଶହ ବ୍ୟାସ କଥା। ଗୁରୁ ଯେଉଁ ଶୈଳୀ ଶିକ୍ଷାଦାନ ଦେଉଛନ୍ତି, ଯେଉଁ ଶୈଳୀ ପୁଣି ଯେଉଁ ଭାବକୁ ନେଇକି ଯେଉଁ ଜ୍ଞାନ ଆମେ ପ୍ରଦାନ କରୁଛନ୍ତି, ତାହିଁରେ ଅତି ଚଞ୍ଚଳ ହେବ, ସେଟା ପାଇଁ ଶହ ଶହ ବ୍ୟାସ ସୃଷ୍ଟି ହେଇଛି। ଗୁରୁ ନିଜେ କହୁଛନ୍ତି, ବହୁତ ଉପଲବ୍ଧି କରୁଛନ୍ତି, ରାମକୃଷ୍ଣ ପରମହଂସ, ତାଙ୍କ ପରେ ବିବେକାନନ୍ଦ, ଆଉ କିଏ ଜଣାପଡ଼େ ଥିଲେ ତିନି ଜଣ ଇଏ, ଆଉ କିଏ ଜଣାପଡ଼େ, ଶିବାନନ୍ଦ ପରେ ଚିଦାନନ୍ଦ,
ଆଉ କିଏ କାହିଁ ବୁଝୁନାହାନ୍ତି। ହେଲେ ଇଏ ମହାପୁରୁଷ ଆମେ ଜଣ କାହିଁକି ଆସିଥିଲେ ପ୍ରଶ୍ନ ପଚାରୁଛନ୍ତି ବହୁତ ଉପଲବ୍ଧି କରୁଛନ୍ତି। ହେଲେ ଏଇ ମହାପୁରୁଷମାନେ ଆସୁଛନ୍ତି ଜନ ପାଇଁ କାହିଁକି ନାଇଁ ପୁରା ମାନବ ସମାଜ ପାଇଁ ଆସୁଛନ୍ତି। ହେଲେ କ'ଣ ଅସୁବିଧା ହେଉଛି ଗୁରୁ ତାକୁ ମାର୍ଗ କଲେ। ଗୁରୁ ତାଙ୍କେ ମାର୍ଗ କଲେ ରାମକୃଷ୍ଣ ଆସିଲେ, ଶିବାନନ୍ଦ ଆସିଲେ, ଏମିତି ସବୁ ମହାପୁରୁଷ ଆସିଲେ, ତାପରେ ଜନନେକା ହେଉଛନ୍ତି ଆଉ ବାକି ସବୁ ଖାଲି ଖାଉଛନ୍ତି କୀର୍ତ୍ତନ କରିକି ଜପ କରି। କାରଣ କ'ଣ ତାକୁ ଗୁରୁ 7 ବର୍ଷ ଅନୁଧ୍ୟାନ କଲେ ସିଦ୍ଧି ଲାଭ କରିବାରେ ମୌନ ରହିଲେ 7 ବର୍ଷ। କ'ଣ ପାଇଁ ମୌନ ରହିଲେ? ଅନୁଧ୍ୟାନ କଲେ। ପ୍ରୋବ୍ଲେମ୍ କ'ଣ? ଗୋଟେ ମହାପୁରୁଷ ଆସି ଗୋଟେ ଜଣକା ହେଉଛି ପ୍ରୋବ୍ଲେମ୍ କ'ଣ? ସେ ପ୍ରୋବ୍ଲେମ୍କୁ ଆଖ୍ୟା ରଖିକି ସେ ପ୍ରୋବ୍ଲେମ୍ଟାକୁ ସେ ଫାଷ୍ଟ ଦେଖିକି ସେ ଅନୁସାରେ ବ୍ୟବସ୍ଥା କରିବେ, ଯାହାର ପରିଣାମ ସ୍ୱରୂପ ସରସ ବ୍ୟାସ ଅତି ଚଞ୍ଚଳ ସୃଷ୍ଟି। ତାହିଁରେ ମଧ୍ୟ ଯଦି କିଏ ବାହାରିଲେନି ବୋଲେ କାନ୍ଦିବାକୁ ଲାଗେ। ଏତେ ସହଜ କଲେ ମଧ୍ୟ ଯଦି କିଏ ବାହାରିବେ ବୋଲେ କାନ୍ଦ ପଳାଇ ଆସିବ। କ'ଣ ଅସୁବିଧା ହେଉଛି? ତେଣୁ ଇଏ ସବୁ କଥା ଆମକୁ ବୁଝିବାକୁ ପଡ଼ିବ। ଯିଏ ବୁଝିଲା ସେ ଜାଗ୍ରତ ହେଇଗଲା, ଯିଏ ଜାଗ୍ରତ ହେଇଗଲା ସେ ପାଇଗଲା, ଯିଏ ପାଇଗଲା ସେ ଅନ୍ୟକୁ ଜ୍ଞାନ ଦେଇଗଲା। ପୁରୁଷୋତ୍ତୀ ପ୍ରବଚନରେ ଗୁରୁଦେବ କହୁଛନ୍ତି ଯିଏ ଗୁରୁଙ୍କ ପାଇଁ କାନ୍ଦିବ ସେ ଗୁରୁ ହେଇଯିବ, ସେ ଗୁରୁଙ୍କୁ ପାଇବ। ଯିଏ ଗୁରୁଙ୍କ ପାଇଁ କାନ୍ଦିବ ସେ ଗୁରୁଙ୍କୁ ପାଇବ, ଯିଏ ଗୁରୁଙ୍କୁ ପାଇବ ସେ ଗୁରୁ ହିଁ ହେଇଯିବ। ସେ ଅନ୍ୟ ଜ୍ଞାନ ଦେବ। କିଏ ଦେବ ଜ୍ଞାନ? ସିଏ ଦେବ। ଯିଏ ଗୁରୁ ହେଇଯିବ। ଗୁରୁ କିଏ ହେଇଯିବ? ଯିଏ ଗୁରୁଙ୍କୁ ପାଇବ। ଗୁରୁଙ୍କୁ କିଏ ପାଇବ? ଯିଏ ଗୁରୁଙ୍କ ପାଇଁ କାନ୍ଦିବ। ଗୁରୁଙ୍କ ପାଇଁ କାନ୍ଦିବାକୁ ବୁଝୁଛନ୍ତି। ଗୁରୁଙ୍କ ପାଖକୁ ଯାଇକି ଆମ କଥା କହି କାନ୍ଦୁଥିବା ମୋର ଏମିତି ହେଇଗଲା, ମୋର ସେମିତି ହେଇଗଲା, ଗୁରୁ ଟ୍ରାଏ କର, ରକ୍ଷା କର, ଫେରିବାର। ଗୁରୁଙ୍କ ପାଇଁ କିଏ କାନ୍ଦୁଛି? ଯଦି କିଛି ହେଇଗଲା ଆମର ଆମ ଆଖି ବୋଲେ ଆମର କିଛି ସୁବିଧା ହେଇଗଲା, ରାସ୍ତାରେ ଯାଉଛୁ ଗାତରେ ପଡ଼ିଆରେ ତ ପଡ଼ିଥିଲା ବୋଲେ ଭାବିଷ୍ଟ ହେଇଯାଉଛି, ଗୁରୁ ତାଙ୍କୁ ବି ଯାଉଛି। ତମର ସେ ଗୁରୁ ତାଙ୍କର ହିଁ ପ୍ରମାଣ ତମେ ଗୁରୁଙ୍କ ପାଇଁ କାନ୍ଦେ। ନହେଲେ ଏଇଟା କିଛି ଟାଇମ୍ ଗାତରେ ପଡ଼ିଗଲେ ତମେ ଯଦି କହୁଛ ମୋତେ ରକ୍ଷା କରିଦେଲେ, ଯଦି ରକ୍ଷା ନ କଲେ ତାର ଉଲ୍ଟା ବି ହେଇପାରିବ। ତମେ ଏତେ ଭାବିଷ୍ଟ ହେଇଯାଉଛ, ଖୁସି ହେଇଯାଉଛ ଗୁରୁଙ୍କୁ ନେଇକି, କାହିଁକିନା ତମକୁ କିଛି ରକ୍ଷା ହେଇଗଲା। କୋଉଠି କ'ଣ ବିପଦ ରକ୍ଷା ପାଇବ। ଯଦି ରକ୍ଷା ନ ପାଇକି ବିପଦ ପଳାଇଥାନ୍ତା ତମେ କ'ଣ ତମର ଅପିନିଅନ୍ ଦେଇଥାନ୍ତ? ନ ଦେଇଥିଲେ କ'ଣ ଭାବିଥାନ୍ତ ତମେ? କାହିଁ ଗୁରୁ ତ ହେଲେ ବି ଗୋଟେ ଭାଇ କହିଲେ ଗୁରୁ ତ କାହିଁକି ସେ ରକ୍ଷା କଲେନି, ଉଦୟ ହେବାକୁ ବାଧ୍ୟ। ତାର ଅର୍ଥ ଆମେ ଗୁରୁଙ୍କୁ ମଧ୍ୟ ନିଜର ସଂସାରିକ କ'ଣ ଉପଲବ୍ଧି ପାଇଁ ୟୁଜ୍ କରିବାକୁ ଚାହୁଁ। ଆଉ ସେଟା ମହାଧନ୍ଦା। ବୁଝିଲେ? ଗୁରୁଙ୍କୁ ଯଦି ଆମେ ଭଗବାନଙ୍କୁ ଯଦି ଆମେ ନିଜର ସଂସାରିକ ବିଷୟ ଲାଭ କରିବା ପାଇଁ ବ୍ୟବହାର କରିବା ଆମର ସ୍ଥିତି ଆଉ ଖରାପ। ହେଲେ ଏଇଭଳିଆ ମନୋଭାବ ସଂଖ୍ୟା ବେଶୀ। କାହିଁ ଭିତରେ କିଏ ଜଣେ ଗୁରୁଙ୍କ ପାଇଁ କାନ୍ଦିବ ସେ ଗୁରୁ ଲାଭ କରିବ, ସେ ଗୁରୁ ହେଇଯିବ। ଆଉ ବାକି ସବୁ ମାଛଡ଼େଇ ବସିବ। ଆଉ ମାଛଡ଼େଇ ବସିକି କହିବେ ମୋତେ ମିଳିଲି ବୋଲି କହି ଗାଦ ଲାଗିବ। ସେ ସତଟା ଦେଲେ ତ ପାଇଯିବ। ସେତିକି ସତଟା ଯାହା ପାଖରେ ଥିବ ମୋତେ ମିଳିଲି ବୋଲି ପାଇଯିବ। ଯେମିତିକି ଆନନ୍ଦ ବୁଦ୍ଧଙ୍କ ସାଙ୍ଗରେ ସବୁଠୁ ବେଶୀ କିଏ ବୋଲି ଆନନ୍ଦ ରହିବ 40 ବର୍ଷ। ବୁଦ୍ଧ ଦେହ ତ୍ୟାଗ କଲାରୁ ସେ କାନ୍ଦିଲେ। ମୋ ଆଖି ଆଗରେ ଆସିକି ସେ ପୂର୍ଣ୍ଣ କଶ୍ୟପ ଇଏ ପାଇଲା ସେ ପାଇଲା। ମୁଁ ଆଖି ଆଗରେ ଦେଖିଲି ଜଣେ ଆସିଲା ବସିଲା ପାଇଗଲା। ମୁଁ ତମ ପାଖରେ ରହିବି, ଲାଗିକି ରହିବି। ପାଖରେ ଗଲେ ପୁରା ଲାଗିକି ମିଶିକି ସବୁବେଳେ ଝାଡ଼ା ଗଲେ ମିଶିକି, ଖାଇଲେ ମିଶିକି, ଶୋଇଲେ ମିଶିକି। ମୋତେ କିଛି ହେଇନି। ବୁଦ୍ଧ ଦେହ ତ୍ୟାଗ କଲେ। ତମ ଦେହ ତମେ ତୁମ ଦେହରେ ଥାଇ ମୋତେ କିଛି ହେଲାନି ବୋଲେ ତମେ ପଢ଼ିଲା ପରେ ମୋତେ କିସ୍ ହବ ବୋଲି ତାଙ୍କୁ ସେଟା ପେନ୍ ଅନୁଭବ ହେଲା। ବୁଝିଲେ? ତାଙ୍କେ କାନ୍ଦିଲେ। ତାପରେ ତାଙ୍କର ଅହଙ୍କାର ଗଲା। ଅହଙ୍କାର ଲେଖା ପେଣ୍ଡିଂ ଥିଲା। ଅହଙ୍କାର ହଟିଲା ପରେ ପାଇଲେ। ବୁଝିଲେ? ସେଟା ହେଉଛି କଥା। ତେଣୁ ଯିଏ ଜାଣିବା ପାଇଁ ଇଚ୍ଛା କରିବ ସେ ହିଁ ଗୁରୁ କହିବା କଥା ଗ୍ରହଣ କରିବ। ଗୁରୁ କହିବା କଥା ଯିଏ ଗ୍ରହଣ କରିବ ବୁଝିବ ତାର ସବୁ
भ्रांति दूर आ भ्रांति दूर अनुभव करो मुझे से अहम ब्रह्मास्मि बोले साधना करी अहम ब्रह्मास्मि प्रेजेंट अहम ब्रह्मास्मि खाली मुझा ना जिते जिन सब ब्रह्म जिते जिन अच्छी सब ब्रह्म ब्रह्म छड़ा द्वितीय वस्तु किसी भी नहीं पाल अनुभव करें गचर डाल अनुभव करें कांथ बाड़ी माटी गुड़ी पानी पवन आंटी अनुभव करें मुझे ब्रह्म किसी लज्जार विषय किंतु मनीष ही अनुभव कर स्पेशली से तार जन्म स्पेशली मानते मनीष जन्म स्वरूप प्राप्ति मोक्ष प्राप्ति निज स्वरूप को लाभ करने जो जन्म से लज्जार विषय जो जन्म से लज्जार विषय किंतु लाज लगे ज्ञान तेणु गुरु पाखु आसिक जो आम बुझा गुरु बुझाई क्या डाउट थे पचार क्या ज्ञान क्या डाउट किसी क्या मुझे कह डाउट लगे पचार पचारे आवश्यक डाउट लगे कहीं डाउट पड़ी क्या भगवान कह आम डाउट लगे मुझे भगवान ये आम डाउट आउ किसी जो दिन डाउट पड़ेगा भगवान जो दिन आम डाउटलेस हो सन्देह उत्पन्न हेनी केवट शक्ति आए तुम डाउट उत्पन्न कर किए भी आसिक डाउट नहीं स्वयं गुरु मिसा आसिक कहली सीना गुरुत्वार ब्रह्म ब्रह्म गुरु बोली आसिक कहले आता सन्देह उत्पन्न होने से जागृत ना से सुप्त अवस्था मूर्छा लगे तेणु गुरुंर जो इच्छा समस्ते मुक्त ही मुक्त किमती है निजू जानले मुक्त तेणु कहले गुरु आत्मज्ञान बिना मुक्ति असंभव आ किसी आशा रख मतलब ये करदे से करदे गुरु करदे गुरु भी मुक्ति कर आत्मज्ञान दे आत्मज्ञान भी कौन आम भर आत्मज्ञान जागृत करने बारह आम भर आत्मज्ञान जागृत ज्ञान द्वारा माने सी अनुभव जहाँ प्रदान करते जो आम ध्यान देना सी भितर जाए आम भर अंतर्निहित ज्ञान जागृत जो दिन जागृत हो बस तुम कौन सब शास्त्र जोड़ा लिखाई तुम देखी पार जो बुझा पड़े तो जना आ तुमको जो जना नहीं तुम शास्त्र देखी कहीं लिखाई तो तुम बुझो तो कहीं लिखाई तो तुम बुझो तो आगे तुम्हें बुझो तो आगे बुझे नहीं इमती समस्त डिसाइड भगवान काम लगे भगवान काम कौन मंदिर झाड़ बजा घास पड़ा ये भगवान काम भगवान काम कौन से कहीं ज्ञान रहे तेणु अज्ञानता ही सब मूल कारण सब भ्रांतिर दुखर समस्या मूल कारण अज्ञान अज्ञान मूल कारण बोले तार अपोजिट ज्ञान ही तार निवारण ज्ञान बोले कौन बुझाटा ज्ञान गुरु पाखे ज्ञान अच्छे बुझी बुझी आम बुझे आम ज्ञान नहीं से काम जना बुझे आम पचार नहीं तुम बुझी ना तुम पापा किस कर तुम बुझुची बुझुची कि पचार बुझीदे क्या बुझते बोले न बुझी बुझे कहले से कर कामटा तेणु बुझाटा हूँ सार ये कथा उपनिषद माने आडवार ध्यान देले जना कथा तो कर्म जिज्ञासा स्टार्टिंग करा ब्रह्म को जाना इच्छा कर टाइम होगा तुम मनीष होगा तुम ब्रह्म को जाना इच्छा कर अर्थात बुझाई इच्छा कर गुरु आमको डायरेक्ट आए तुम या घंटे साधना
ଦୈବିକ ଗୁଣ ଧାରଣ ତାହା ହିଁ ଉପାସନା। आप और କିଛି ବଡ଼ କଥା ନାହିଁ। ଦୈବିକ ଗୁଣ ଧାରଣ କର ତୁମ ଆନ୍ତରିକ ସ୍ଥିତି ଜ୍ଞାନ ଧାରଣ କରିବା ପାଇଁ ହଁ ଅନୁକୂଳରେ ଦୈବିକ ଗୁଣ ଧାରଣ କରିବା ଦ୍ୱାରା ଆତ୍ମଜ୍ଞାନକୁ ବ୍ରହ୍ମଜ୍ଞାନକୁ ବୁଝିବା ପାଇଁ ଆମ ଭିତରେ ଅନୁକୂଳ ପରିସ୍ଥିତି ତିଆରି ହେଇଛି। ଅସୁର ଗୁଣ ଧାରଣ କରିବା ଦ୍ୱାରା ହବନି। ଯିଏ ଦୈବିକ ଗୁଣ ସମ୍ପନ୍ନ ବ୍ୟକ୍ତି ବ୍ରହ୍ମଜ୍ଞାନ ଆତ୍ମଜ୍ଞାନ ସତ୍ୟ ଜ୍ଞାନକୁ ସିଏ ଏବେ ବୁଝିବା ପାଇଁ ସକ୍ଷମ ନାହିଁ। ଗୁରୁ କହିଲେ ଜ୍ଞାନ ଦ୍ୱାରା ବୁଝ ଦୈବିକ ଗୁଣ ଧାରଣ ଦ୍ୱାରା ତାକୁ ବୁଝିବା ପାଇଁ ସକ୍ଷମ ହେଇପାରିବ। ବୁଝିଲେ ହେଇଗଲା କାମ ଜାଗ୍ରତ ହେଇଗଲା। ନ ବୁଝିବାରୁ କୋଉଠି କୋଉଠି ବୁଝିଲେ ଠିକ୍ ନ ବୁଝିଲେ କୋଉଠି ତେଣୁ ବୁଝିବାଟା ହେଉଛି ମୁଖ୍ୟ କଥା। ବୁଝିବାଟା ହିଁ ଉପାସନା, ବୁଝିବାଟା ହିଁ ହଁ ଭଗବତ ପ୍ରାପ୍ତିର ସାର। ଯିଏ ବୁଝିଗଲା ସେ ପାଇଲା। କାହାକୁ ପାଇଲା? ଥିବାଟାକୁ ପାଇଲା। ଥିବାଟା ହିଁ ପରମାତ୍ମା, ଥିବାଟା ହିଁ ଭଗବାନ। ତେଣୁ ଯାହା ବି ଅଛି ସବୁ ପରମାତ୍ମା। ବ୍ରହ୍ମସ୍ତମ୍ଭ ପର୍ଯ୍ୟନ୍ତ ପରମାତ୍ମା ସ୍ୱରୂପ, ସବୁ ପରମାତ୍ମା ସ୍ୱରୂପ ବୁଝିଲେ। ହେଲେ କେତେ ଲୋକ ଶୁଣିକି ଭାବି ଦେଉଛନ୍ତି ସବୁ ବ୍ରହ୍ମମୟ, କିଛି ହବନି। ଯାହାର ଜିଜ୍ଞାସା ନଥିବ ସେ ଶୁଣିକି ସନ୍ତୋଷ। ପ୍ରକୃତ ସାଧକ ଶୁଣିକି ସନ୍ତୋଷ ନାହିଁ, ଅନୁଭବ ନ ହେଲା ତ ଛାଡ଼ିବନି। ଅମୃତର ବାକ୍ୟ ଆଜିକା ଛାଡ଼ିବେ। ଗୁରୁ କହୁଛନ୍ତି ଜ୍ଞାନୀ କିଏ? ଯିଏ ନିଜର ଜ୍ଞାନ ଠାରୁ ଆହୁରି କିଛି ଅଧିକ ଜାଣିବାର ଅଛି ବୋଲି ବିବେଚନା କରିବା ସହିତ ପରମ ସତ୍ୟକୁ ଜାଣିବାଟା ହିଁ ପ୍ରକୃତ ଜ୍ଞାନ ବୁଝିଥାଏ। ସେ ହିଁ ଜ୍ଞାନ। ମୁଁ ଯେତିକି ଜଣା ତାପରେ ଅଧିକ ଅଛି, ହେଲେ ଏଣ୍ଡିଂ କେଉଁଠି ଜାଣି ଅଛି? ଗୁରୁ କହିଲେ ପରମ ସତ୍ୟକୁ ଜାଣିଲେ ଏଣ୍ଡିଂ ହେଇଯିବ। ଯେଉଁଦିନ ପରମ ସତ୍ୟକୁ ତୁମେ ଜାଣିଦେବ ଠିକ୍, ଆଉ ତୁମକୁ ଆଉ ଜ୍ଞାନ ପରମ ସତ୍ୟକୁ ଜାଣିଲା ତ ଠିକ୍। ହେଲେ ପରମ ସତ୍ୟକୁ ଜାଣିବାର ଅର୍ଥ କିଛି ନାହିଁ ସ୍ଥିତି ନାହିଁ। କିଛି ନାହିଁ ମାନେ କିଛି ହେଇନାହିଁ। ହେଲା ପରେ ତାଙ୍କୁ ନାଁ ଦିଆହେଲା। ଆଉ ସବୁ ଜାଗ ନାଁ ତାଙ୍କର ହବା ଦରକାର। ତାଙ୍କର ନାଁ କିଛି ନାହିଁ। ତାଙ୍କର ନାଁ କିଛି ନାହିଁ। ସେ କିଛି ବି ନୁହନ୍ତି। ହେଲେ କିଛି ନୁହନ୍ତି ବୋଲି ତାଙ୍କୁ ମଣ୍ଡଳିବା ଦରକାର। କିଛି ନୁହନ୍ତି ଅର୍ଥ ସବୁ କିଛି। କିଛି ନୁହନ୍ତି ଅର୍ଥ ସବୁ କିଛି। ସବୁ କିଛି ଯିଏ ସେ କିଛି ବି ନୁହଁ। ଆଗ କଷ୍ଟ କିଛି ନାହିଁ। ଇଏ ଖଣ୍ଡେ ଜଣେ କଷ୍ଟ ବୁଝିବ ବଡ଼ ଇଏ ସିଏ ନାଇଁ। এই কথাবার্তা ମୁଁ ସାଧନା ଶିବିର ଗଲାବେଳକୁ 2002ରେ ମୁଁ ଭଗବାନଙ୍କୁ କେମିତି ପାଇବି ମୋ ପାଖକୁ ମୋତେ ତାପରେ ମୋର ଜ୍ଞାନରେ ମୁଁ ଭାବୁଥିଲି ଆମ ଘରେ ଠିକ୍ ନାହିଁ, ପରିବେଶ ଠିକ୍ ନାହିଁ, ଜପ ଟିକେ କରିହେବନି, ଧ୍ୟାନ ଟିକେ କରିହେବନି। ଏଇଭଳିଆ ଅବସ୍ଥାରେ କେମିତି ଭଗବାନଙ୍କୁ ପାଇବି? ଆଶ୍ରମ ହେଇଥିଲେ ଧ୍ୟାନ କରି ପାଇଥାନ୍ତି ବୋଲି ମୋର ଜ୍ଞାନଟା ଭାବୁ କର 2002ରେ ସାଧନା ଶିବିର ଗଲାବେଳକୁ बल धीरे কথা ଧୀରେ କଥା ଶୁଣିକି ମୋତେ ଆଉ ଛାନିଆ ଲାଗିଲା। ହିନ୍ଦୀ କଥା ବୋଲେ ମୁଁ ତାଙ୍କୁ ଧୀରେ ସେ ପାଖରେ ଗଲେ କା ଶୁଣିବି ନାଇଁ ନାଇଁ ତାଙ୍କ ନଡ଼ିଆ ଚାଲ बोले कोई उदाहरण देगी कोई कथबार्ता हो छानिया गभीर प्रश्न पक्का प्रश्न ज्ञान नहीं एटी भी किसी है ही नहीं बोली दुख हो तांके का दिन आसिक कहले तो हो नहीं किसी किस प्रकार जना नहीं कौन टा बोली ତମେ ଯେଉଁଟା ହେବ ବୋଲି ଭାବୁଛ ସେଇଟା ହେବନି। ତୁମକୁ ସତ୍ୟ ଦରକାର ନାହିଁ, କିଛି ହବାଟା ଦରକାର। ଏମିତି କେତେ କଥା ନାଇଁ। କିଏ କିଏ ଜୋଟ ଫଟୋ ବଢ଼େଇକି ବସିଥିଲେ ଭଲ, ତାଙ୍କୁ ଇଚ୍ଛା ଚଳିବ। କିନ୍ତୁ ତା ଦ୍ୱାରା ମେସେଜ କିଏ ଯାଉଛି ବୋଲେ ଏଇଭଳିଆ ହେଇକି କ'ଣ ଭଗବାନଙ୍କ ପାଇଁ ବହିଟା ସେସବୁ ଆମେ ଜାଣିଥିବା। ତେଣୁ ଭଗବାନଙ୍କୁ ପାଇବା ପାଇଁ କିଛି ଦରକାର ନାହିଁ। ବୁଝିବାକୁ ରାଜି ହେଇଗଲୁ ତମେ ଯୋଉଠି
गुरुଙ୍କ କୃପାରୁ ଜ୍ଞାନ ଲାଭ କରିକି ନିଜର ବାସ୍ତବିକ ସ୍ୱରୂପକୁ ବା ଭଗବାନଙ୍କୁ ଲାଭ କରିପାରିବେ। ଭଗବାନଙ୍କୁ ଲାଭ କଲା ତ ଜୀବନ ଧନ୍ୟ ହେଇଗଲା। ତାପରେ ତୁମ ସଂସାରରେ ଆଉ କିଛି ଅପ୍ରାପ୍ୟ ବୋଲି ନାହିଁ, ସବୁ ପାଇଗଲା। ଯାହାକୁ ପାଇଲେ ସବୁ ପାଇଗଲା, ଯାହାକୁ ଜାଣିଲେ ସବୁ ଜଣାପଡ଼ିଗଲା, ସେ ହିଁ ଭଗବାନ।